Moving on, our next session is regarding the book Kolara Pruthivi. And before we begin, I would like to invite Sri Pradosh Chandra Mahanti to introduce the book and speak a few words. ବନ୍ଧୁଗଣ ଆକ୍ଚୁଆଲି ଗୋଟେ ବହୁତ ବର୍ଷ ତଳେ 19 ଇୟର୍ସ ହେଲାଣି ଗୋଟେ କରିଥିଲୁ ସେ କେଦାର ସାହି ମିଶା ଉଦୟ ରାଗ ବୋଲି ଓଡ଼ିଶାର 30ଟି ଡିଷ୍ଟ୍ରିକ୍ଟରୁ 30ଟି ୟଙ୍ଗ ପିଲା ପୋଏଟ୍ ତାଙ୍କର ଗୋଟେ ମାନେ ଇଏଟା ପୋଏଟ୍ରି ରିସାଇଟେସନ୍ କରିଥିଲୁ। ବହିପତ୍ର ଛପା ହେଇନଥିଲା କିଛି। ଆଉ ବର୍ତ୍ତମାନ ମୁଁ ଜାଣିବାରେ ସେ 30 ଜଣ ଏକଦମ ସେଲିବ୍ରେଟେଡ଼ ପୋଏଟ୍ସ ହେଇଗଲାଣି ଓଡ଼ିଶାର। ତେଣୁ ମୁଁ ଏବେ ଭାବିଲି ସେତେବେଳେ ଜେପି ଦାସ ମୋତେ ବହୁତ କହିଥିଲେ ପ୍ରଦର୍ଶ କରିବାଟା କରିବା। ଆଉ କାଲି ମଧ୍ୟ କହିଥିଲେ ଆସିବେ ବୋଲି। ତେଣୁ ବର୍ତ୍ତମାନ ମୁଁ ସେୟା କରାହେଇଛି ଆମ 27ଟା ଡିଷ୍ଟ୍ରିକ୍ଟରୁ 27 ଜଣ ପିଲା ୟଙ୍ଗ ପିଲା ଅଣ୍ଡର 35 ତାଙ୍କର ସମସ୍ତେ ଦି ଦିଟା ପୋଏମ୍ ଆଗରୁ ବେଶୀ ପଢ଼େଇଥିଲେ। ତା ଭିତରୁ ଆମେ ଦି ଦିଟା ପୋଏମ୍ ବାଛିକିରି ବହିଟା ଛପେଇଛୁ। ସମସ୍ତଙ୍କୁ ଆପଣ ପାଇଛନ୍ତି। ଆଉ ସେଇ ଅନୁଯାୟୀ ଡକା ହେବ, ସେମାନେ ପଢ଼ିବେ, ଆପଣ ମଧ୍ୟ ସେଠୁ ପଢ଼ିକି ଦେଖିପାରୁଥିବେ। ଆଉ ତେଣୁ ସେଇମାନେ ସେଇ ପୋଏମ୍ ପଢ଼ିବେ। ସେଇ 27 ଜଣରୁ 15-20 ଜଣ ଆସିଛନ୍ତି। ଏଇଟା ତେଣୁ ହେଲା ଆର୍ଟ, ମୋର ଗୋଟେ ସଂସ୍ଥା ଅଛି ଆର୍ଟ ୱାର୍ଲ୍ଡ ବୋଲି। ତେଣୁ ଏଇଟା ଆର୍ଟ ୱାର୍ଲ୍ଡ ପ୍ରେଜେଣ୍ଟ କରୁଛି। ଏଇଟା ପ୍ରତିବର୍ଷ ବର୍ତ୍ତମାନଠୁ ହେବ 2000 ଫାଷ୍ଟ ହେଲା ବର୍ତ୍ତମାନ ଭାବନ୍ତୁ 2025ର। ତେଣୁ ଭାବୁଛି ଗୋଟେ ସବୁ ଓଡ଼ିଶାର ସବୁ ଡିଷ୍ଟ୍ରିକ୍ଟରୁ ଗୋଟେ ଗୋଟେ ରିପ୍ରେଜେଣ୍ଟେସନ୍ ଆସିବ। ଅଲ୍ ଅଫ୍ ଦେମ୍ ଆର୍ ୟଙ୍ଗ, ସୋ ଇନ୍ 10 years ଟାଇମ୍ ଦେ ୱିଲ୍ ବି ବିଗ୍ ପୋଏଟ୍ସ, ବିଗ୍ ନେମ୍ସ। ତେଣୁ ଭାବୁଛି ଭଲ ହେବ ଏଇଟା। ଧନ୍ୟବାଦ। बहुत बहुत धन्यवाद सर। वर्तमान मु आग्रह करी श्री मनु दास, the publisher of the book, would like to speak a few words about the book. एक्चुअली वर्तमान जो सेसनटा हम से आमर तार जे मुख्य बिन्धाणी से कोणार्कर पछरे जी अच्छा से बर्तमान आम सामने बस मोर अग्रज प्रदोष चंद्र महांती। मु सकाळे प्रदोष चंद्र महांती विषय आपण मानक समस्त कही से केवल कलार पूजारी नुहंती, ही जे कल्चरल एडमिनिस्ट्रेटर। तांकर यंग पिला मानक प्रति सब बेले बहुत लगाव। से थरे मत गोटे प्रस्ताव देले जे आमे जो आमर यंग पिला माने लिखुछनी जो माने आगामी पीढ़ीर सेमानक विषय आमे कोन करूचे सेही कथार भेला। एवं आज जो प्रयोजना होची ये जो पिला मानकर कविता आनिबा ताकू एडिट करेकरी शांतनुको द्वारा ताकू बही आकार रे करबा मोर जने प्रकाशक हिसाब से मोर दायित्व सेतिक थिला। किंतु समस्त प्रेरणा किमा गाड़ी प्रदोष भाईंकर थिला। एवं आज जो बही रही से संपूर्ण भाव में श्रेय तांका पाखक जीव। तांकर इच्छा थिला जे 30टी जिला आमर प्रत्येक जिलूर अंतत जड़े जड़े कवि को आम नवा रिप्रेजेंटेशन गोटे टाइपर करवा। जदिओ गोटे जिले में आहरी भल 5 जन कि 10 जन कि 15 जन कवि युवा कवि अच्छा आम परवर्ती समय से विषय चिंता करूँ, उचित पदक्षेप नबू। किंतु आज आम खुशी जे आम जदिओ 30 जिलूर लेखक लेखिका मानू चेष्टा करूँ सम्मिलित करने 3टी जिलूर आमको कौन प्रकार लेखा मिल पारानी। तेणु आम 27 जन को नहीं से 27 जन को गोटे छोट पारितोषिक खुशी होकरी प्रदोष भाई देइचंती ये बही करचंती। एवं आज आम प्रथम थर पे से मते शुणा सुजोग मिल। तार कारण हूँ मु अनेक वर्ष धरी छिन्न मूल हो जाइली कॉलेज रे। एवं जिते मो कविता पढ़ी मुझे आश्चर्य हेली और मत भल लगे। एवं मु भावुची बाय डूइंग दैट मु निजे निजको टिके एनरिच कली। आउ से सबुठु बेसी लाभ मोर है जे मु से पढ़ार सुजोग मिलला, से जानवर सुजोग मिलला। एवं जोड़ी हबार जो साहित्यर जो मेन पर्पस जोड़ी हवा सेटा आरंभ है। आगू तो आहरी अनेक कथा कर स्वप्न अच्छी। स्वप्न पे तो बहुत लंबा स्वप्न देखार अभ्यस्त आम समस्ते। मु प्रदोष भाई को कृतज्ञता जनाऊँगी से यही जो स्वप्न जो रास्ताटा रे मत टिके जड़े
ତାଙ୍କ ସାଙ୍ଗରେ ଗୋଟେ ଆଙ୍ଗୁଠିରେ ମୋର ଆଙ୍ଗୁଠି ଧରିକି ଛାଡ଼ି ଦେଇଛନ୍ତି। ଦେଖାଯାଉ ଭବିଷ୍ୟତରେ କରିବା। ସମସ୍ତଙ୍କୁ ଧନ୍ୟବାଦ, ନମସ୍କାର। ବହୁତ ବହୁତ ଧନ୍ୟବାଦ ସାର୍। ବର୍ତ୍ତମାନ ମୁଁ ଆଗ୍ରହ କରିବି ଶ୍ରୀ ଶାନ୍ତନୁ କୁମାର ସରଙ୍କୁ, ସେ ମଞ୍ଚ ଉପରେ ଆସି ଦୀପଦ କହିବେ। ବନ୍ଧୁ ଶ୍ରୀଯୁକ୍ତ ପ୍ରଦୋଷ ମହାନ୍ତି ଏବଂ ଏଠାରେ ଉପସ୍ଥିତ ଥିବା ସାହିତ୍ୟପ୍ରେମୀ ବନ୍ଧୁଗଣ, ମୁଁ ଦୀର୍ଘ 4 ମାସ ଧରି ବିଦେଶରେ ଥିଲି। ମୋତେ ହଠାତ୍ ମୋ ବନ୍ଧୁ ପ୍ରଦୋଷ ମହାନ୍ତି ଫୋନ୍ କରି କହିଲେ ଆମେ ଏମିତି ଗୋଟେ ପରିକଳ୍ପନା କରିଛନ୍ତି ଯେ ଯେଉଁମାନେ 35 ବର୍ଷରୁ କମ୍ କବି ସେମାନଙ୍କର କବିତା ବାଛିକିରି ଆମେ ଗୋଟେ ସଂକଳନ କରିବା। ମୋତେ ବହୁତ ଭଲ ଲାଗିଲା, କାହିଁକିନା ସବୁବେଳେ ସେ କଥା କରନ୍ତି। ଯେକୌଣସି ସାହିତ୍ୟ ସଂସ୍କୃତି ଉପରେ ଆଲୋଚନା ହେବ, ଆପଣମାନେ ଦେଖିବେ ରମାଦେବୀ କଲେଜ ହେଉ, ବାଣୀବିହାର ହେଉ, ରେଭେନ୍ସା କଲେଜ ହେଉ, ସେଠୁ ସବୁ ପିଲାମାନଙ୍କୁ ଆଣିବେ। ପିଲାମାନଙ୍କର ପାର୍ଟିସିପେସନ୍ ହେବା ଦରକାର। ପିଲାମାନେ ପୋଏଟ୍ରି ପଢ଼ିବେ, ପିଲାମାନେ କହିବେ ଏବଂ ପିଲାମାନେ ଅଂଶଗ୍ରହଣ କରିବା ଉପରେ, ପିଲାମାନଙ୍କୁ ପ୍ରୋତ୍ସାହିତ କରିବା ଉପରେ ସେ ଅଧିକ ଗୁରୁତ୍ୱ ଦିଅନ୍ତି। ନିକଟ ଅତୀତରେ ବାଣୀବିହାରରୁ 2 ଜଣ ପିଲାଙ୍କୁ ସେ ସିଲେକ୍ଟ କରିକିରି ନିଜେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ତାଙ୍କୁ ଲଣ୍ଡନ ପଠାଇଥିଲେ ସେକ୍ସପିୟରଙ୍କ ଜାଗାକୁ। ଇଏ ମହନୀୟ ପ୍ରଚେଷ୍ଟା, ସେଥିପାଇଁ ମୁଁ ପ୍ରଥମେ ତାଙ୍କୁ କୃତଜ୍ଞତା ଏବଂ ସାଧୁବାଦ ଜଣାଉଛି। ଏ କବିତା ମୋ ପାଖକୁ PDFରେ ଆସିଲା, ମୁଁ ଦେଖିଲି ଯେ ଜଣେ ଜଣେ କବି ଏକାଧିକ କବିତା 5ଟା 6ଟା କବିତା ପଠାଇଛନ୍ତି ଏବଂ ସବୁଗୁଡ଼ାକ ପ୍ରକାଶ ଯୋଗ୍ୟ। ଆମକୁ ବାଛିବାକୁ କଷ୍ଟ ହେଲା। ମୁଁ ମୋ ବନ୍ଧୁ ଜିତୁଙ୍କୁ କହିଲି ଫୋନ୍ରେ ଯେ ଏଗୁଡ଼ାକ ସବୁଗୁଡ଼ାକ ପ୍ରକାଶ ଯୋଗ୍ୟ, ଏତେ ସୁନ୍ଦର କବିତା ହେଇଛି। ଯେତେବେଳେ ଗୋଟେ କାଳଖଣ୍ଡ ବଦଳେ ସେତେବେଳେ ସେନ୍ସିବିଲିଟି ବଦଳେ। ସେନ୍ସିବିଲିଟି ବଦଳିବାର ଅର୍ଥ ହେଉଛି ଲୋକମାନଙ୍କର, କବିମାନଙ୍କର, ଲେଖକମାନଙ୍କର, ଯେଉଁମାନେ ଗୋଟେ ଯୁଗର ସଚେତନ ବିନ୍ଦୁ, କନସିୟସ୍ ପଏଣ୍ଟ ଅଫ୍ ଦି ଏଜ୍, ସେମାନଙ୍କର ଅବବୋଧ, ସେମାନଙ୍କର ଚେତନା ବଦଳେ ଏବଂ ଚେତନା ବଦଳିବା ସହିତ କବିତାର ଆଙ୍ଗିକ ଓ ଆତ୍ମିକ ପରିବର୍ତ୍ତନ ହୁଏ। ଏଥିରେ ସ୍ଥାନିତ ପ୍ରତ୍ୟେକ କବି ସାମ୍ପ୍ରତିକ ଯୁଗସ୍ରୋତ, ଯୁଗ ପ୍ରବାହ ଏବଂ ତା'ର ଅନ୍ତଃସ୍ରୋତ ସହିତ ଘନିଷ୍ଠ ଭାବରେ ସମ୍ପୃକ୍ତ, ତା'ର ପ୍ରତିଫଳନ ଆପଣ ଏ କବିତାରେ ଦେଖିପାରିବେ। ଏବଂ ଯେଉଁ ଅଭିନବ ଚିତ୍ରକଳ୍ପ ସବୁ ବ୍ୟବହାର କରିଛନ୍ତି, ରୂପକଳ୍ପ, ଇମେଜ୍, ଉପମା, ଉପମେୟ ସବୁ ବ୍ୟବହାର କରିଛନ୍ତି, ତା ଅତ୍ୟନ୍ତ ସୁନ୍ଦର, ଚମତ୍କାର। ଆପଣମାନେ ସେ କବିତା ପଢ଼ିବେ ଏବଂ ଚମତ୍କୃତ ହେବେ। ମୋତେ ବିଶେଷ ଭାବରେ ଭଲ ଲାଗିଲା ଯେ ଏ କବିତା ଗୁଡ଼ାକ ପୋଷ୍ଟ ମଡ଼ର୍ଣ୍ଣ, ଯାହାକୁ ଆମେ କହୁଛନ୍ତି। ଓଡ଼ିଆ ସାହିତ୍ୟର ଏକ ନିର୍ଦ୍ଦିଷ୍ଟ ଏହା ପୂର୍ବ କାଳଖଣ୍ଡରେ କବିତା ବିରୁଦ୍ଧରେ ଅଭିଯୋଗ ଥିଲା ଯେ କବିତା ଅତ୍ୟନ୍ତ ଦୁର୍ବୋଧ୍ୟ ହୋଇଯାଉଛି, କବିତା ପାଠକ ପାଖରୁ ଦୂରେଇ ଯାଉଛି। କିନ୍ତୁ ବର୍ତ୍ତମାନ ପୋଷ୍ଟ ମଡ଼ର୍ଣ୍ଣ କାଳଖଣ୍ଡରେ ଏଇ କବିମାନେ, ଆମ ଓଡ଼ିଶାର କବିମାନେ, ଯୁବ କବିମାନେ ଯେଉଁ କବିତା ଲେଖିଛନ୍ତି ସେଥିରେ ସାମାନ୍ୟତମ ଦୁର୍ବୋଧ୍ୟତା ନାହିଁ। କବିତା ଅତ୍ୟନ୍ତ ସୁଖପାଠ୍ୟ, ସାବଲୀଳ ଏବଂ ମର୍ମସ୍ପର୍ଶୀ। ଯେତେବେଳେ କବିମାନେ କବିତା ପାଠ କରିବେ ଆପଣମାନେ ଏ କଥାର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବେ। ଏ କବିତା ସଂକଳନର ଆଉ ଏକ ବିଶେଷତ୍ୱ ହେଉଛି ତାର ଯେଉଁ କଭର, ପ୍ରଚ୍ଛଦପଟ୍ଟ, ଏହାକୁ କରିଛନ୍ତି ପ୍ରଖ୍ୟାତ ଚିତ୍ରକାର ମୃଣାଳ ସେନଙ୍କର ପୁଅ କୁନାଲ ସେନ। କୁନାଲ ସେନ ଆମେରିକାରେ ରହନ୍ତି, ଟେକ୍ନୋକ୍ରାଟ୍। କିନ୍ତୁ ଟେକ୍ନୋକ୍ରାଟ୍ ଅପେକ୍ଷା ସେ ବେଶୀ ପ୍ରସିଦ୍ଧି ଲାଭ କରିଛନ୍ତି ଗୋଟେ ଭିଜୁଆଲ୍ ଆର୍ଟିଷ୍ଟ ଭାବରେ। ସ୍କଲ୍ପଚର, ଚିତ୍ରକଳା ଉପରେ ତାଙ୍କ ରୁଚି ରହିଛି ଏବଂ ଆମର ପରମ ସୌଭାଗ୍ୟ ସେ ଏହାର ପ୍ରଚ୍ଛଦପଟ୍ଟ ଅଙ୍କନ କରିଛନ୍ତି। ସେ ନିକଟରେ ବହି ଲେଖିଛନ୍ତି ତାଙ୍କ ବାପାଙ୍କ ଉପରେ, ମୃଣାଳ ସେନଙ୍କ ଉପରେ, ବନ୍ଧୁ, ମାଇ ଫାଦର, ମାଇ ଫ୍ରେଣ୍ଡ। ଏବଂ ଆମେ ତାଙ୍କ ପାଖରେ ମଧ୍ୟ କୃତଜ୍ଞ। ସେ ଏଇଭଳି ଏକ ପ୍ରୟାସକୁ ଉତ୍ସାହିତ କରିଛନ୍ତି, ଏତେ ସୁନ୍ଦର ଚିତ୍ରପଟ, ପ୍ରଚ୍ଛଦପଟ ଆମକୁ ଦେଇକରି। ଏ କବିତା ସଂକଳନ ପାଠ କଲେ ଆପଣମାନେ ଜାଣିବେ ଯେ ଓଡ଼ିଆ ସାହିତ୍ୟର ଭବିଷ୍ୟତ, ଓଡ଼ିଆ କାବ୍ୟ ସାହିତ୍ୟର, ଓଡ଼ିଆ କାବ୍ୟଶିଳ୍ପର ଭବିଷ୍ୟତ ଯେ ଉନ୍ନତ, ଯେ ସମୃଦ୍ଧ, এই ପ୍ରତ୍ୟୟ ଆପଣମାନଙ୍କ ଭିତରେ ସୃଷ୍ଟି ହେବ। ଧନ୍ୟବାଦ। ବର୍ତ୍ତମାନ ମୁଁ ଆଗ୍ରହ କରିବି ଶ୍ରୀ ଶ୍ୟାମପ୍ରସାଦ ଚୌଧୁରୀ ସାରଙ୍କୁ, ସେ ଆସିକି ଦୀପଦ କହିବେ। ମୁଁ ଭାବୁଥିଲି ଯେ 27 ଜଣ କବି, 27 ଜଣଙ୍କର ନିଶ୍ଚିତ କେହି ଭଲ ପାଠକ ପାଠିକା, ଭଲ ଶ୍ରୋତା ଶ୍ରୋତ୍ରୀ ଥିବେ। ମୁଁ ସେଇ କଥା ପଚାରିଲା ବେଳକୁ ପ୍ରଦୋଷ କହିଲା ଯେ ଆସୁଛନ୍ତି ସମସ୍ତେ। ସେଇ ଆସିବା ସମୟକୁ ମୁଁ ଭରିବା ପାଇଁ ଟିକେ କହିବି କବିତା ବିଷୟରେ। ମୋତେ କୁହାଯାଇଛି ଯେ ଏଇ 27 ଜଣଙ୍କୁ ମୁଁ ଇଣ୍ଟ୍ରୋଡ୍ୟୁସ୍ କରିବି, ମୁଁ ଆପଣଙ୍କୁ ପରିଚିତ କରାଇବି। ମୁଁ ସେଇମାନଙ୍କୁ ପରିଚିତ କରାଇବି ଯେଉଁମାନଙ୍କୁ ମୁଁ ନିଜେ ବ୍ୟକ୍ତିଗତ ଭାବରେ ଜାଣିନି, ତାଙ୍କ କବିତା ପଢ଼ିଛି। ଆଉ ତେଣୁ ଧୈର୍ଯ୍ୟର ସହିତ
प्रदोष को कहबी शांतनु कहबी धैर्यर सहित मु जहाँ कहबी शुणे प्रथम कहीदिए जे मु जड़े कवि तेबे मु कविता लेखेनी मु कविता लेखिनी मु कविता लेखिपारे बोधे मत लेखि आसेनी तेणु मोर ए मंच उपर को एमती आसबार योग्यता संभवतः यह जे मो प्रदोषर सांग मो शांतनुर सांग मो मनोदासर सांग मो मतरे सबु बंधुता को बांधि रखि थाए एकाबली भाविबार इच्छा एकाबली करिवार इच्छा तेबे चमत्कार बंधु को बांधे चमत्कार केतेटा खराब कथा खराब बोली कहीदेली कि तेबे मो मतरे भल कथा प्रकृतर किछि न थाए किछि रही पारे नै ए विश्वास मोर बहु दिनर आमर अनेक प्राचीनतम विश्वास मानक भितरु एटा गोटे सेमती गोटे खराब कथा होउछि कविता पढ़िबा प्रचुर कविता आमे पढ़िछु पढ़ू आमे पढ़िथिबा अनेक कविता को प्रचुर भल पाइछु सेति पई मु एबे एई मंच उपरे जहा प्रकृतरे निजर उच्चता पई जेते प्रसिद्ध नोहे खूब बेसी एकाकीपण पई प्रख्यात यह बहु प्रचलित जे गोटे दूरतार शब्द को फिंगिदेवा माइक पछरु एमिति जे सतयबा शुणुथिबा अन्यमनस्क थिबा अन्य समस्ते शब्द को धरिबारे धुरंधर तेबे मु कहूली ना कविता पढ़िबा परी खराब कथा केमती सांग माने आमे एकाठी करिछु आपण माने भी करिथिबे मनु तो कविता लिखिछंती से अनाम कवि भाव में सर्वजन विदित शांतनु जड़े नामी कवि बोधे प्रदोष और मु कविता लिखिनु कविता पढ़ू से अन्य समस्तंकर कहवा बाहुल्य कौन पढ़ी और केमिति पढ़ी और कहीं पढ़ी से कथा मु प्रदोष ठारू ही शिखी कविता पढ़िबा ठारू आहुरी खराब कथा होची कविता लेखिबा सतरे बहुत खराब कथा नहले से कथा को एका करने को पड़ता ना कविता लिखिबा कथा एकुटिया थिला बेले करने को पड़ता ना केते खराब कथा कविता लिखिबा भी करने को पड़े एक तरफा है कहीं पढ़ू न पढ़ू कहीं शुणु न शुणु कहीं बुझू न बुझू कविता को एक तरफा लेखा जाए हे मु बोधे भल पाइबा कथा कहू कहू कथा छल कथा आड़ कविता लिखा कथा कहीदे ना मु प्रकृत से कहली एवं कहूँ जहाँ को मो बुढ़ा बयस जाए थरे नुहे बारंबार भावी आसुची कविता मानी नहीं कौन उत्कट आकट ताकू न लिखि जी पारिबार अन्य उपाय भी खोजी पारि नहीं न लिखि पारिबार असहायता को प्रकट भी करे न पारिबा करिछि मते बांझ मते बंध्य मते निष्फल प्रदोष और शांतनु द्वारा संपादित 54टी कविता को प्रकाश करिसेंति मनुदास जहाँ को मु मने मने एवं प्रकाश्य मध्य अष्टम मनु बोली भावे एवं अनेक को कही से ए मनंतरर वैवस्वत मनु परवर्ती मनु कला और कवितार ए पृथ्वी एवं देखो 27 जन कवि मो भाविबारे 27 जन ही नक्षत्र तारका स्टार मु सतरे आलोकित होइछि मु निष्फल पृथ्वी किंतु निजर आलोक नथिबा मु सेही पृथ्वी निजको विच्छुरित करि पारु नथवा सेही कवि किंतु ए कविता सब को पढ़िया भितर मु अनुभव होइछि शब्दर मोह खोजिछि शब्दरु ही मुख्य केबे गोटे शब्दरु तो केबे गोटे वाक्यांशरु केबे गोटे पूरा वाक्यरु कोटी तमे मु आ प्रजापति को पाइछि तो कोटी केई फर्द पृष्ठा पछरे चिरा इंद्रधनुर चित्र देखी कोटी ईश्वर को बहुत खोजिली तो कोटी देखिली अछंती गृह बंदी ईश्वर कोटी वर्षा और मधुलिता को मु कहूँ ए दौड़ ना बड़ खरा तो कोटी कहूँ करुची मु निशब्द चित्कार केतेबेले मो प्रिय पुरुष तो केतेबेले चंद्रसेना
एसबू एठी थिबा कविंकर ई बही रे प्रकाशित कवितार शीर्षक मु देखिछि अंतहीनतार आकाश और दले इच्छार डेणा देखिछि उड़ाण देखिछि संगमाड़ को बहुतबा नदी देखिछि कटक देखिछि कोरापुट देखिछि शून्योत्सव कौटी प्रथम थर पाई वर्षा कौटी चाह कप कौटी मुठाए भात तो कौटी मिली मुठाए माटी अन्य कौटी निरुता माटीपण कौटी मो अभावी मनीष कौटी मो पाखरे अच्छी सिंधुक बेल अबेल निर्वाण पथे जाइछि तो शीर्षक हो जाइछि मो उद्वेलित चिंतार मायावर्त केबे जाइछि से दिन लेडीबार्ड चढ़ा झील कौटी मो निजे जाजावर पाइछि विस्थापन कौटी एसबू घर कथा कौटी भय पाई राली करिछि तो कौटी रिल्स तोड़ी रिल्स बनई हाँ पहाड़ जंगल स्वप्न को आदरी आवरी कौटी स्वप्न ही मृत्यु स्तोत्र मुक्तार मृत्यु नहीं कि मुक्ति नहीं ए कविता पढ़ला बेले मु शब्दर संभाव्य जगत को जाइली बोली कहबी केते शब्द मते नुआ भी लगेला जमती जीनत मामकर बाजेरी जमती मनीषा खू बोधे खूब शब्दर गोटे तरल रूप जमती ज्योत्स्ना राणींकर अपवाहक आसतु स्वागत करवा 27 जन को जो मानकर बयस सीना अल्प बयान किंतु गभीर गंभीर आसतु स्वागत करवा नॉस्टैल्जिया को सांगीतिक निरीहता को अशांत अन्वेषा को आत्म आविष्कार को आसतु डाकिबा अविनाश को मुरुगेश को जीशुकृष्ण को जिनत माम को प्रीति पद्मा को लक्ष्मण को शुभश्री को शिपुन को दीपिका को तृप्ति रंजन को प्रणय और राजेश को ऐश्वर्या देवदत्त प्रवीण को मनीषा कविता संजय को स्नेहासी सभ्यसाची जीतू प्रधान को डिसेम्बर स्वागतिका रूपेश को निशी पद्मा आशीष बा ज्योत्स्ना राणी को एमती कौ गीत अच्छे जहाँ को गुणगुणेबा को इच्छा हम ना एमती कौ गप अच्छी जहाँ को शुणी देवा को इच्छा हम ना हे प्रभु एमती कौ कविता अच्छी जहाँ को आवृत्ति करदेवा को मन कहवा ना बा ताको कविर कंठरे शुणा को मन हेब ना मु सबुबले भाभी आसी जे गोटे छोट कथा को घोड़े घोड़े आग को बढ़ई अविश्वसनीय भावे चमक दिए सीना गप किंतु गोटे विराट भावना को गोटे बड़ आवेग को गोटे बड़ अनुभव को लुचेई लाचेई अल्प केतेटा शब्द रे कही दिएनि कि कविता शब्द जैसे प्रसिद्ध जहाँ को सेया बोली कहवा पाई न कहवा पाई सेतिक प्रख्यात भी न कही कथा को बुझे देवाई केवल कविता नहीं मु तुमको भल पाए मु तुमको सबुठ बेसी घृणा करे एका परी शुभे केवल कविता ने मु तुमको भल पाए एवं तुमको सबुठ बेसी घृणा करे ये दुईटा कथा केवल कविता नहीं एका परी शुभे एवं दुईटार अर्थ मध्य समान मु यही 27 जन को सतरे भय करे कारण मु सेमान को भल पाए यही 27 जन को पाई प्रदोष और शांतनु ए मनु दास को ईर्षा करे ये कविता सबक नहीं सेमाने केते विभोर केते आत्ममग्न केते अभिभूत आउ आसबे निखिलेश जे सत्यजित राय फिल्म इंस्टीट्यूट पढ़ुंट मोर तांको अनुरोध से 27 जन को एवं सेमान को नहीं गोटे सिनेमा करंतु मु निखिलेश को भी कम ईर्षा करे निखिलेश को मु बा बुझेबा को किए कविता निजे गोटे प्रकार अर्थ बोधे अर्थर अर्थ मु बाग्मी नुहे मु विद्वान भी नुहे भूल करते भूल भाभी एवं भूल कही क्षमा करदेवे भूली जीवे नमस्कार बहुत बहुत धन्यवाद सर आपण भल पाइबा आपण बाणी ये 27 जन कवि को सदा उत्साह देउथुबो वर्तमान मु आग्रह करी आम कविर आम समयर युव स्वर कवि निखिलेश मिश्र को से मंच उपर को आसबे ओ ई कविता पाठ धारा को आरंभ करेंगे। समस्त को नमस्कार। ये मु खाली गोटे कथा कहबी कवि मान को डाकिया पूर्व जे प्रथम जो मु बहीटी पढ़िली मु भाविली जे थर थर कर पढ़ी एवं 2-3 खेपारे कि 4 खेपारे पूरा सारीदेवी
ଏବଂ ତାପରେ ପଢ଼ିବା ଆରମ୍ଭ କଲି। ମୁଁ ପଢ଼ିବା ଆରମ୍ଭ କଲା ପରେ ମୁଁ ଜାଣିଲି ଯେ ପ୍ରଥମ ଥର ଯେତେବେଳେ ମୁଁ ବହି ବନ୍ଦ କଲି ସେତେବେଳକୁ ମୁଁ 75 ପେଜ୍ ପଢ଼ି ସାରିଲିଣି ଏବଂ ମୁଁ ରିଅଲାଇଜ୍ କରିପାରିଲିନି, ମାନେ ପ୍ରଥମ କବିତା ଗୁଡ଼ାକ ଏତେ ସାବଲୀଳ ଭାବରେ ମୁଁ ପଢ଼ି ପଢ଼ି ଗଲି ଏବଂ ତାପରେ ମୁଁ ଭାବିଲି ଠିକ୍ ଅଛି 75 ପେଜ୍ ପଢ଼ି ଦେଇଛି, ରଖିଦେବି ବର୍ତ୍ତମାନ। ତାପରେ 7 ମିନିଟ୍ ଖଣ୍ଡେ ରଖିଲି, ତାପରେ ପୁଣି ପଢ଼ିବା ଆରମ୍ଭ କଲି ଏବଂ ପୁରାଟା ସରିଲା, ଶେଷ ଯାଏ ପହଞ୍ଚିଲି। ତାପରେ ମୁଁ ଆଉ ଥରେ ପଢ଼ିଲି। ଆଜି ଯେତେବେଳେ ସକାଳୁ ମୁଁ ଗାଁରୁ ଆସୁଥିଲି ଭୁବନେଶ୍ୱର ବସ୍ରେ, ଆଉ ବସ୍ରେ ବସିବା ତ ଦୂର କଥା, ଠିଆ ହେବା ପାଇଁ ବି ଜାଗା ନଥିଲା। ଏ ମାଣବସା ସାରିକି ସମସ୍ତେ ଭୁବନେଶ୍ୱର ଫେରୁଥିଲେ, ସେତେବେଳେ ମୁଁ ଆଉ ଥରେ ପଢ଼ିଲି କବିତା ଗୁଡ଼ାକ। ଏବଂ ଯେତେବେଳେ ଦ୍ୱିତୀୟ ଥର ମୁଁ ପଢ଼ିଲି ସେତେବେଳେ ମୋତେ ଟିକେ ଟିକେ ଈର୍ଷା ହେବା ଆରମ୍ଭ ହେଲା। ଦୁଇଟା କାରଣରୁ ଈର୍ଷା ହେଲା। ଗୋଟେ କଥା ହେଲା ଯେ ମୋ କବିତା କାହିଁ ନାହିଁ, ବଟ୍ ସେଇ ଈର୍ଷାଟା ଗୋଟେ ଛୋଟ ଈର୍ଷା। ତାଠୁ ବଡ଼ ଈର୍ଷା ହେଲା ଯେ ଏମାନେ ଏତେ ବଢ଼ିଆ କବିତା ସବୁ ଲେଖୁଛନ୍ତି ଏବଂ ଏଇ ବହିଟି ନଥିଲେ ଅନେକଙ୍କୁ ମୁଁ ଜାଣେ, ଅନେକ ମୋର ବନ୍ଧୁ, କିନ୍ତୁ କିଛି ଏମିତିକା କବି ଯେଉଁମାନେ ମୋତେ ଚମକେଇ ଦେଲେ, ସେମାନଙ୍କ କବିତା ଯଦି ଏ ବହିଟି ନଥାନ୍ତା ତାହେଲେ ମୁଁ ପଢ଼ିପାରିନଥାନ୍ତି। ତ ସେଥିପାଇଁ ମୁଁ ଧନ୍ୟବାଦ ଦେବି ପ୍ରଦୋଷ ସାର୍ଙ୍କୁ ଏବଂ ଶାନ୍ତନୁ ସାର୍ଙ୍କୁ ଯେ ଅତି ଯତ୍ନର ସହିତ ସେ ବହିଟି କରିଛନ୍ତି ଏବଂ ପ୍ରତ୍ୟେକ କବିତା ଏତେ ସୁନ୍ଦର ଯେ ସେଇ ଈର୍ଷାଟି ବାରମ୍ବାର ମୋତେ ତ ଅନ୍ତତଃ ହେଲା ଯେ ମୁଁ କାହିଁକି ଲେଖିନି ଏ କବିତାଟି। ତେବେ ଆମେ ଡାକିବା କବିମାନଙ୍କୁ, ବେଶୀ ସମୟ ନେବାର ମୋର କିଛି ତାତ୍ପର୍ଯ୍ୟ ନାହିଁ। ମୁଁ ଟିକେ ଅର୍ଡ଼ର ବଦଳାଉଛି ଆପଣଙ୍କର ପରମିସନ୍ ନେଇକି। ପ୍ରବୀଣ କୁମାର କବିଙ୍କୁ ମୁଁ ଡାକୁଛି ପ୍ରଥମେ। ଆମ ସମୟରେ ବହୁତ ଜଣାଶୁଣା କବି, ତାଙ୍କ ଘର କେଉଁଝର। ଇନ୍ଦ୍ରଧନୁ, ଶତାବ୍ଦୀର ଶେଷ ଚିଠି, ଅଦୃଶ୍ୟ ଅନ୍ଧାର, ଏମିତି ଅନେକ ବହିର ସିଏ ଲେଖକ, କବି। ଅଧ୍ୟାପନା କରୁଛନ୍ତି ପତିତପାବନ ମହାବିଦ୍ୟାଳୟରେ, ଉଦ୍ଭିଦ ବିଜ୍ଞାନର ଛାତ୍ର ଏବଂ ବର୍ତ୍ତମାନ ଶିକ୍ଷକ ବି। ପ୍ରବୀଣ କୁମାର କବି। ସମସ୍ତଙ୍କୁ ନମସ୍କାର। କବିତା ମାୟାବର୍ତ୍ତ। ନିହାଣ ମୁନରେ ଯେତିକି ଖୋଳୁଛି ତତେ, ନିହାଣ ମୁନରେ ଯେତିକି ଖୋଳୁଛି ତତେ, ତୁ ସେତିକି ଲାଗୁଛୁ ସ୍ଥିର, ସେତିକି ନିର୍ବିକାର। ନିହାଣ ମୁନରେ ଯେତିକି ଖୋଳୁଛି ତତେ, ତୁ ସେତିକି ଲାଗୁଛୁ ସ୍ଥିର, ସେତିକି ନିର୍ବିକାର। ମୁଁ ଯେତେ ଯେତେ ଢାଳୁଛି ତୋ ଆତ୍ମାରେ ଗୋଧୂଳି ରଙ୍ଗର ଅଶ୍ରୁ, ତୁ ସେତେ ସେତେ ମୂର୍ତ୍ତିମନ୍ତ ଲାଗୁଛୁ। ତୁ ଜାଣୁନା ତତେ ଗଢ଼ିବାକୁ ଯାଇ ମୁଁ ରାତି ରାତି ଉଜାଗର। ତୁ ଜାଣୁନା ତତେ ଗଢ଼ିବାକୁ ଯାଇ ମୁଁ ରାତି ରାତି ଉଜାଗର। ତପମଗ୍ନ ମୋର ସମଗ୍ର ଶରୀର ଆଉ ଆତ୍ମା ବି। ତତେ ଗଢ଼ିବାକୁ ଯାଇ ମୁଁ ରାତି ରାତି ଉଜାଗର, ତପମଗ୍ନ ମୋର ସମଗ୍ର ଶରୀର ଆଉ ଆତ୍ମା ବି। ଜଳି ଜଳି ଯେତିକି ପାଉଁଶ ହେଉଛି, ଜଳି ଜଳି ଯେତିକି ପାଉଁଶ ହେଉଛି, ସେତିକି ଜୀବନ୍ତ ଲାଗୁଛୁ ତୁ ମୋତେ। କହିଲୁ କେଡ଼େ ଅବିବେକୀ ତୋ ଦେହ, ମୁଁ ଯେତେ ଯେତେ ଖୋଜୁଛି ତା ଭିତରେ ପୂଜା ପରବ ମେଲଣ, ସେ ସେତେ ସେତେ ଗଢ଼ୁଛି ତା ଭିତରେ ନିର୍ଜନତାର ନିରୀହପଣ। ଦେଖିଲୁ କେଡ଼େ ସ୍ୱାର୍ଥପର ତୋ ଦେହ, ଯେତେ ଯେତେ ମୁଁ ଖୋଜୁଛି ସମୁଦ୍ର ଲହଡ଼ି ସେଠି, ସେତେ ସେତେ ବାଲି ଚରି ଯାଉଛି ତା ନିଷିଦ୍ଧ ଉପତ୍ୟକାରେ। ଦେଖ କେତେ ଲିଟର ଶୋଷରେ ଥରୁଛି ମୋ ଓଠ, ଦେଖ କେତେ ଲିଟର ଶୋଷରେ ଥରୁଛି ମୋ ଓଠ, କେତେ ଡିସମିଲ ଇସାରାରେ ମୁଦି ହେଇଯାଉଛି ମୋର ଆଖି, ଟିକେ ଦେଖ। ନିରୁପାୟ ହୋଇ ଶୂନ୍ୟ ବୋଧରେ ଯେତେ ଥର ହାତ ପାତୁଛି ତୋ କୂଳରେ, ସେତେ ଥର ମୋ ଆତ୍ମାରେ ଛିଞ୍ଚି ଦେଉଛୁ ଟୋପେ ଅସ୍ପୃଶ୍ୟ ଶୂନ୍ୟତା। ତଥାପି ଖୋଜୁଛି, ଆଶ୍ଚର୍ଯ୍ୟ ହେଉଛି। ଯୋଉଠି ମାରୁଛି ମୁଗୁର ସେଇଠି କୁହୁକ, ଯୋଉଠି ମାରୁଛି ମୁଗୁର ସେଇଠି କୁହୁକ, ଯୋଉଠି ବାଜୁଛି ମାର୍ତ୍ତୁଳ ସେଇଠି ମୋହ ଶ୍ରାବଣ। ହଁ ତତେ ସଜେଇବାକୁ ଯାଇ ଏବେ ମୋ ଦେହ ସାରା କ୍ଷତ, ତତେ ସଜେଇବାକୁ ଯାଇ ଏବେ ମୋ ଦେହ ସାରା କ୍ଷତ, ତୋ ଦେହରେ ଜହ୍ନ ଆଙ୍କିବାକୁ ମୁଁ ନିଜେ ଏବେ କୃଷ୍ଣ ପକ୍ଷ।
तते सजैवाकू जाई एबे मो देह सारा क्षत तो देहरे जन्न आंकिबाकू मु निजे एबे कृष्ण पक्ष तथापि तथापि मो आखिजाकर लुहरे मु धोई देउची तोर मुह तथापि मो आखिजाकर लुहरे मु धोई देउची तोर मुह मो भागर आलुओरे पोछि देई तो अंधार हसधारे आंकी दउची तो ओठरे देखिलु आईनारे केड़े सुंदर लागुछु तू धन्यवाद धन्यवाद प्रवीण भाई वर्तमान आम शुणा अविनाश साहू को अविनाश साहू आम समय बहुत जनाशुना साहित्य जगतर जड़े ना केवल साहित्यिक हिसाब से नुहे साहित्य संगठक हिसाब से जड़े डिजाइनर हिसाब से अबिका आभा अयमारंभ एपरी अनेक संगठन सहित से जड़ित बहुत चर्चित व्यक्तित्व आसतु शुणा अविनाश साहू को समस्त को नमस्कार अनुगुल कवितार ना हूँ माटीपण एबे मु टिके टिके माटी पालटुची एबे मु टिके टिके माटी पालटुची तू माटी बोली तो सह मिसी जाउची टिपे टिपे माटी हे आउ तू मते आबोरी धरिचु तो विशालतारे आउ तू मते आबोरी धरिचु तो विशालतारे प्रेमरे बाट चलिबाकू हेले जीइबाकू हेले मरिबाकू हेले माटी हेबाकू पड़े प्रेम कौन जानिला परे बुझिला परे हेजिला परे मु टिके बेसी बेसी माटी पालटुची आउ तू सेमिति मते आबोरी बसिचु तो विशालतारे प्रेम पाई माटी हेबाकू हुए माटी हेले ही ता भितरे प्रेम गजुरे बढ़े आकाश मुहां हुए एमितिरे तो प्राप्ति बोली किछि नथाए एठी तथापि मते लागे प्रेमर प्राप्ति ही माटी पालटिबारे धन्यवाद अविनाश भाई को आमर परवर्ती कवि आसचंती सोनपुर सोनपुर तांकर जन्म बलांगीर रे तांकर कर्मक्षेत्र मृगेश वैष्णव पाणिग्राही बहुत जनाशुना कवि मोहलग्न आत्मीय अंधार अमावास्या आकाश रे जन्म परी कविता संकलन कवि अनुरोध करी मृगेश भाई को मंच को आसबे और निजर गोटे कविता पढ़े मृगेश वैष्णव पाणिग्राही कवितार शीर्षक रैली रैली पाई बुहा हो जाउथुबा मनीष मानकर स्वप्न बोली किछि नथाए ठिकणाटे नथाए लक्ष्य भी किछि नथाए सेमानंकु जणा नथाए सेमाने जीवे तो जीवे कहा पाई जीवे काहींकी ओ कहा पाक्कु जीवे ट्रक डालारे स्वप्न किणिबाकू जानती सेमाने जो मानंकर स्वप्न बोली किछि नथाए गोटे सहर को धाई जानती हाथरे प्लाकार्ड और सरकार विरोधी स्लोगान नहीं जीभरे सेमाने रास्ता केबे देखि न थांती जोठी जड़े थांती टायर सेमाने माटी पाई पेट पाई निज निजर अधिकार पाई लड़ाई करू थांती केही केही घिଅ ढाली चुपचाप छिड़ा हो जाती रैलीर शेषरे से कुनी झीटी नियारा सभींक भितरे से कुनी झीटी नियारा सभींक भितरे केबे देखि नथिबार चेहरा हेले खूब निजर लगे तार आखिरे कविता तार जीत और अंटारे कानी खोसी गोरा गालरू झाड़ पोछि द्रोह करुथबार दृश्य गोटे कविता तार पाटिरू निगिड़ी आसुथबा लाଳରେ परिष्कार दिशुथाए नुआ गोटे ऋतुर ठिकणा तार आखिरे देखिले गोटे सकाळ पाई स्वप्न सिंदूरा फाटिब तार जीवनरू अपसरी जीव मुठा मुठा अंधार तार जीत्रे गोटे ऋतु बदलई पारिबार सामर्थ्य तार अंटारे संसार जाकर जंजाल को बोही नेबार साहस ताकू नहीं कविता लेखु लेखु से निजे ही कविता पालटि जाए ताकू नहीं कविता लेखु लेखु से निजे ही कविता पालटि जाए केबे जानी नथिबार झीटी केमिति हठात पशि आसिला कविता को और तार चपल नथिबार पाद हड़करू थिपुथिबा रक्त काहींकी अलता परि दिसिला तार दुखटू अधिक गभीर देखागला तार आखि जोठी सुखी सुखी जाउथाए लुहर नई तार आखिरे भरपूर स्वप्न तार आखिरे अपेक्षारत सकाळ तार आखिरे गोटे मृत गीतर सुमधुर स्वर से निजे द्रोह
ନିଜେ ହିଁ ଭିଡ଼ ଭିତରେ ବିନ୍ଦାସ ଥିବାର ଶୈଶବ, ସେ ନିଜେ ହିଁ ରେଲି, ନିଜକୁ ନିଜେ ହଜେଇ ଦେଇଥିବା ଗୋଟେ ବେଳାଭୂଇଁ। ଧନ୍ୟବାଦ। ଧନ୍ୟବାଦ ମୃଗେଶ ଭାଇ। ଶୁଭଶ୍ରୀ ମହାରଣା ଅଛନ୍ତି ଆମ ଗହଣରେ, ସ୍ୱାଗତ କରନ୍ତୁ ଶୁଭଶ୍ରୀ ମହାରଣାଙ୍କୁ। ଶାଶ୍ୱତୀ ମୋହମଗ୍ନା ଋତୁର ରୁମାଲ ଏବେ ଆଖିରେ ପ୍ରଜାପତି ଉଡ଼ିବାର ବେଳ ଆଦି ତାଙ୍କର କବିତା ବହି। ତାଙ୍କ ଘର ନୟାଗଡ଼, ସହକାରୀ ଶିକ୍ଷୟିତ୍ରୀ ଭାବରେ କଟକରେ ସେ କାର୍ଯ୍ୟରତ। ଶୁଭଶ୍ରୀ ମହାରଣାଙ୍କର କଟକ କବିତାଟି ଅତ୍ୟନ୍ତ ଚମତ୍କାର। ମୁଁ ଆଶା କରିବି ସେ ସେଇଠି ପଢ଼ିବେ କିମ୍ବା ଅନ୍ୟ ଯାହା ତାଙ୍କର ପଢ଼ିବାର ଇଚ୍ଛା ସେଇଟା ପଢ଼ିବେ। ଶୁଭଶ୍ରୀ ମହାରଣା। ସମସ୍ତଙ୍କୁ ପ୍ରଣାମ। ମୋର କବିତା କଟକ ରହିଥାଉ ସଦ୍ୟ ତାରୁଣ୍ୟରେ। ମୁଁ ଏବେ ବି ମୋର ଇପ୍ସିତ ପୃଥିବୀରେ, ମୋ ପୃଥିବୀରେ କେବଳ ଗୋଟିଏ ସହର, ଦୁଇଟି ନଦୀ, କେଇ ସଂଖ୍ୟକ ମନ୍ଦିର, ମସଜିଦ୍, ଚର୍ଚ୍ଚ, ଅଳ୍ପ କେତେ ଗଳି ବଜାର ଛକ, କିନ୍ତୁ ଆତ୍ମୀୟତାରେ ବାନ୍ଧୁଥିବା ପ୍ରିୟଜନ ଅଧିକ ସଂଖ୍ୟକ। ମୁଁ ଏବେ ମୋ ପ୍ରିୟ କଟକରେ, ଯେଉଁଠି ଦିନ ରାତି ସମାନ ତା ଢଙ୍ଗରେ, ସୂର୍ଯ୍ୟୋଦୟର ରଙ୍ଗ ମିଶେ ଚା ଦୋକାନରେ ଥିବା ଚା କପ୍ରେ, ସେ କୁଆଡ଼େ ସେଥିରେ ବେଶୀ ମିଠା ଫେଣ୍ଟେ। ଧୀରେ ଧୀରେ ଧଇଁ ସଇଁ ହୋଇ ଦିନ ଗଡ଼େ, କେତେବେଳେ ବିଡ଼ାନାସୀରୁ ଦେଉଳ ସାହି ସେଲ୍ଟର ଛକ ଦେଇ ତ କେତେବେଳେ ସତୀଚଉରା ଶ୍ମଶାନକୁ ଭ୍ରୂକ୍ଷେପ ନ କରି ସିଧା ବାଦାମବାଡ଼ିରେ। ହଁ, ବାଦାମବାଡ଼ିରେ ମୁଁ ସାରା ଓଡ଼ିଶାକୁ ଭେଟେ। ହଜିଲା ଅତୀତ ବି କେବେ କେବେ ଗହଳିରେ ହଠାତ୍ ଚେଇଁ ଉଠେ। ଆସ୍ତେ ଆସ୍ତେ ସଞ୍ଜ ଆସେ, କେଇ ଯୋଡ଼ା ପ୍ରେମ ପକ୍ଷୀ ଉଡ଼ାଣ ଭରନ୍ତି ଡେଣାରେ, ବାରବାଟୀ ଦୁର୍ଗ ପାର୍କରେ। ଭବିଷ୍ୟତର ସ୍ୱପ୍ନକୁ ଆଖିରେ ମାଖନ୍ତି, କେବେ କେବେ ହସ ମୁଠାଏରେ ତ ପୁଣି କେବେ ଓଦା ସରସର ଆଖିରେ। ଆଖିରେ ହିଁ ଛକା ପଞ୍ଝା, ଷ୍ଟିୱାର୍ଟ ସାଇନ୍ସ ସାଙ୍ଗରେ SB ଓମେନ୍ସର ଆଖିରେ ହିଁ ଈର୍ଷା। ଷ୍ଟେସନରେ ଠିଆ ହୋଇଥିବା ରିକ୍ସାବାଲାର ଆଖିରେ ସାରା କଟକର ନକ୍ସା। ସେ ହିଁ ତ ବାଟ କଢ଼ାଏ ସହରକୁ, ଅଣ୍ଟାରେ ଖୁଞ୍ଚିଥାଏ ଆତ୍ମୀୟତାର ପୁଞ୍ଜି। ମୋ କଟକରେ ପ୍ରତିଦିନ ରକ୍ଷାବନ୍ଧନ, କାହିଁକି ନା ଭାଇ ଡାକରେ କଟକିଆ ହିଁ ରଖିପାରନ୍ତି ବାନ୍ଧି। ମୋ କଟକ ଏମିତି ହିଁ ସଦା ଛଳ ଛଳ ତତ୍ପର। ମୂକ ସାକ୍ଷୀ ନୁହେଁ, ଜୀବନ୍ତ ପ୍ରତିମା ସେ ଇତିହାସ ପୃଷ୍ଠାର। ତା ମାଟିକୁ ଚିପୁଡ଼ିଲେ ଝରି ପଡ଼େ ନିଜପଣ, ତା ପବନରେ ଖାଣ୍ଟି ଅମ୍ଳଜାନ। ତା ଦେହର ଗଭୀର କ୍ଷତରେ ଦିଶେ ମତେ ଚୁମ୍ବନର ଚିହ୍ନ। ସେମିତି ସେ ଚିହ୍ନ ହେଇ ଥାଉ ଆମ ଛାତିରେ। ଆଉ କଟକ ଚିରକାଳ ରହିଥାଉ ସଦ୍ୟ ତାରୁଣ୍ୟରେ। ଧନ୍ୟବାଦ। ଆମର ପରବର୍ତ୍ତୀ କବି ସିପୁନ ଜେନା, ଆମ ସମୟର ବେଶ ଜଣାଶୁଣା କବି। ତାଙ୍କର ପ୍ରକାଶିତ ବହି ଭିତରେ ଭଉଁରୀ, ଧୂମାର୍ତ୍ତ ଏ ଭୂଇଁରେ ଏବଂ ଅନେକ ପୁରସ୍କାରରେ ପୁରସ୍କୃତ। ହିନ୍ଦୀ ଭାଷାରେ ମଧ୍ୟ ତାଙ୍କର କବିତା ପ୍ରକାଶିତ ହୋଇଛି। ଅନୁରୋଧ କରିବି ତାଙ୍କର କବିତା ପଢ଼ିବେ। ସିପୁନ ଜେନା। ସମସ୍ତଙ୍କୁ ଆନ୍ତରିକ ପ୍ରଣାମ। କବିତାର ଶୀର୍ଷକ ବିସ୍ଥାପନ। ମାଟି ମୁହଁରେ ପଡ଼ିଛି ବୋଲି ନୟାନ୍ତ ହେଲିଣି ରାଜନୀତି ପଶାପାଲିରେ, ସ୍ୱାର୍ଥର ଚାବୁକ ମାଡ଼ରେ। ନିଜ ଜମିରେ ନିଜ ଅଧିକାର ନାହିଁ, ଶହ ଶହ ଲୋକଙ୍କ ଭିଡ଼ରେ ହଜିଯାଇଛି ଈଶ୍ୱର, ଅଣଦେଖା ମଣିଷଟା ନିଃସ୍ୱ କାଙ୍ଗାଳ। ଅନିଚ୍ଛାରେ ବିକି ଭାଙ୍ଗି ସର୍ବସ୍ୱାନ୍ତ, ବାରଦ୍ୱାର ପରିଚୟହୀନ ମଣିଷ ଖୋଜେ ଜୀବନ। ପଲ ପଲ ମେଣ୍ଢାକ ମେଳେ କାହିଁ ହେବ ବିଚାର, ସବୁ ସ୍ୱାର୍ଥରେ ଚିତ୍ପଟାଙ୍ଗ, କର୍ମ ବି କଳାକନା ବୁଲାଏ, ଛାତିରେ ପଡ଼େ ପଥର। ଅନ୍ଧପୁଟୁଳି ବାନ୍ଧି ସବୁ ଶୋଇଲେଣି ବେଶ ଶାନ୍ତିରେ, କିଏ ବା ଶୁଣିବ ଚିତ୍କାର, ବୁଝିବ ମାଟି ମମତାର କଥା, ବିଚାର ବୋଲେ ଏକୁଣ ସେକୁଣ। କେତେ କ'ଣ ମିଳିବା ଲୋଭରେ ଜଙ୍ଗଲ ଜମି ସବୁ ଯାଇଛି, କଂକ୍ରିଟ ଦୁନିଆର ସ୍ୱପ୍ନରେ ବିସ୍ଥାପନର ଦୁଃଖ ମାଡ଼ି ବସିଛି। ଗୋଟେ ବହୁତ ଭଲ ଜିନିଷ ଯେଉଁଟା ସାର୍ କହୁଥିଲେ ବି ତାଙ୍କର ଇଣ୍ଟ୍ରୋଡକ୍ସନରେ, ଯେ ଆମ ସମୟର କବିତାରେ ଗୋଟେ ସଳଖ ବୟାନୀର ଗୋଟେ କଳା ଅଛି ଏବଂ ସେଥିରେ ମାନେ ସେଟା ଖବରକାଗଜୀୟ ଭାଷା ନୁହଁ, ସେଟା ସଳଖ ବୟାନୀ, କିନ୍ତୁ ତା ଦେହରେ ଗୋଟେ କଳାତ୍ମକ ଦିଗ ଅଛି। ସେଇଟା ଆପଣ ସିପୁନଙ୍କ କବିତାରେ ଦେଖିବେ। ପରବର୍ତ୍ତୀ କବି ଦୀପିକା ଦାସ। ସମସ୍ତଙ୍କୁ ମୋର ପ୍ରଣାମ। କବିତା ସେଦିନର ଲେଡିବର୍ଡ ଚଢ଼ା ଝିଅ। ଗୋଟିଏ ପରେ ଗୋଟିଏ ଗଡ଼ି ଚାଲିଥିବା ଭାରାକ୍ରାନ୍ତ ଦିନଗୁଡ଼ିକର ମୁଣ୍ଡରୁ ଫାଇଲର ଅଳନ୍ଧୁ ସବୁକୁ ଝାଡ଼ିଝୁଡ଼ି ସଫା କଲାବେଳେ ଏକ ରବିବାସରୀୟ ଧୂ ଧୂ ଅପରାହ୍ନରେ ନଜର ଯାଇ ଅଟକି ପଡ଼େ
ଗ୍ୟାରେଜର ଧୂସର ଆବରଣ ତଳେ ଶୋଇଯାଇଥିବା ମୋ ଶୈଶବ ଉପରେ। ତା ଦେହରେ ମୋ ସ୍ନେହବଳା ହାତ, ଭାବାତୁର ଆଖି ବାଜି ଆବା ହାବରେ ଉଡ଼ି ବୁଲୁଥିଲା ମେଞ୍ଚା ମେଞ୍ଚା ଧୂଳି ସହ ବାଲ୍ୟକାଳର ବାସ୍ନା। ଆପେ ଆପେ ଲେଉଟୁଥିଲା ସ୍ମୃତି ତାଳପତ୍ରର ପ୍ରତିଟି ପାଣ୍ଡୁର ପୃଷ୍ଠା। ବାପାଙ୍କ ସେ ଉପହାରରେ ଲାଗୁଥିଲା ଏ ସମଗ୍ର ପୃଥିବୀଟା କେଡ଼େ ଛୋଟ। ବାପାଙ୍କ ସେ ଉପହାରରେ ଲାଗୁଥିଲା ଏ ସମଗ୍ର ପୃଥିବୀଟା କେଡ଼େ ଛୋଟ, ଅବା ସେ ଛୋଟିଆ ପୃଥିବୀଟି ହିଁ ହେଉଛନ୍ତି ମୋ ବାପା। କଣ୍ଟା ବୁଦା, ଗଛଲତା, ଅଗନାଅଗନି ବନସ୍ତ ସବୁକୁ ଯେମିତି ପାର କରିଦେବି ଗୋଟିଏ ଦୀର୍ଘ ନିଶ୍ୱାସରେ। ୟୁନିକର୍ଣ୍ଣରେ ବସି ଘେରାଇ ଆକାଶ ବୁଲି ଆସିବି। ୟୁନିକର୍ଣ୍ଣରେ ବସି ଘେରାଇ ଆକାଶ ବୁଲି ଆସିବି। ସାଥିରେ ନେଇ ଆସିଥିବି ବୋଉ ପାଇଁ ତାରା ଫୁଲର ଗଜରା, ଜହ୍ନର ଝିଲମିଲ ଟିକିଲି, ବାପାଙ୍କ ପାଇଁ ବାସ୍କେଟ ଭର୍ତ୍ତି ସୁଖ ନିଦ୍ରା, ଆମ ପାଇଁ ଭବିଷ୍ୟତ ସ୍ୱପ୍ନ ବୁଣୁ ବୁଣୁ ଯାହାକୁ ସେ ଅନାୟାସରେ ହଜାଇ ଦେଇଛନ୍ତି। ଘରେ ଥିବା କେବଳ ଗୋଟିଏ କମ୍ବଳକୁ ମୋତେ ଢାଙ୍କି ଦେଇ ନିର୍ଦ୍ଦୟୀ ଜାଡ଼ର ଆଘାତ ସହୁଥିବା ସେ ପିଠି ପାଇଁ ଆଣିଦେବି ଅଣ୍ଟିରେ ଅଣ୍ଟିଏ ସୂର୍ଯ୍ୟର ଉଷ୍ଣତା। ନିର୍ଦ୍ଦୟୀ ଜାଡ଼ର ଆଘାତ ସହୁଥିବା ସେ ପିଠି ପାଇଁ ଆଣିଦେବି ଅଣ୍ଟିରେ ଅଣ୍ଟିଏ ସୂର୍ଯ୍ୟର ଉଷ୍ଣତା। ଆକାଶ ଧରିତ୍ରୀ ମଧ୍ୟରେ ଯୁଝି ହେଉଥିବା ବୋଉ ପାଇଁ ପାରିଜାତ, ମୁଣ୍ଡ ନୁଆଁଇବା ଶିଖିନଥିବା ମୋ ସ୍ୱାଭିମାନୀ ପୁରୁଷ ପାଇଁ ସ୍ୱର୍ଗରୁ ଝିଙ୍କି ଆଣିବି ଇନ୍ଦ୍ରପଦ। ସହରରେ ଧନାଢ଼୍ୟ ଧୂଆଁ ଛାଡ଼ୁଥିବା ଏ ଚାରିଚକିଆ ଯନ୍ତ୍ରଠାରୁ ମୋ ଲେଡିବାର୍ଡ଼ କେତେ ଆତ୍ମୀୟ ଲାଗେ ସତରେ। ମୋ ଲେଡିବାର୍ଡ଼ କେତେ ଆତ୍ମୀୟ ଲାଗେ ସତରେ, ଯିଏକି ଫ୍ରକ୍ ପିନ୍ଧା ବୟସରେ ଗାଁକୁ ଏଲିଜାବେଥର ସାମ୍ରାଜ୍ୟ ଭାବି ଅଦୃଶ୍ୟ ତୃପ୍ତିର ଗୁଡ଼ି ସବୁକୁ ଶୂନ୍ୟରେ ଉଡ଼ାଏ। ଯିଏକି ଫ୍ରକ୍ ପିନ୍ଧା ବୟସରେ ଗାଁକୁ ଏଲିଜାବେଥର ସାମ୍ରାଜ୍ୟ ଭାବି ଅଦୃଶ୍ୟ ତୃପ୍ତିର ଗୁଡ଼ି ସବୁକୁ ଶୂନ୍ୟରେ ଉଡ଼ାଏ। ଧନ୍ୟବାଦ। ଧନ୍ୟବାଦ ଦୀପିକା। ମୁଁ ଯେତେବେଳେ ଏଇ ଫ୍ରେଜ୍ଟି ପଢ଼ିଲି, ବାପାଙ୍କ ପାଇଁ ନେଇ ଆସିବି ବାସ୍କେଟ୍ ଭର୍ତ୍ତି ସୁଖ ନିଦ୍ରା, ଲେଡି ବାର୍ଡ଼ର ବାସ୍କେଟ୍ରେ ଜଣେ ବାପାଙ୍କ ପାଇଁ ସୁଖ ନିଦ୍ରା ଭରିକି ନେଇ ଆସିବ। ଆମର ପରବର୍ତ୍ତୀ କବି ପ୍ରଣୟ ସୁଧା ଆମ ସମୟର ବହୁ ଚର୍ଚ୍ଚିତ କବି ଏବଂ ତାଙ୍କ ଘର ଯାଜପୁରରେ, ମେକାନିକାଲ ଇଞ୍ଜିନିୟର, ବିଜନେସ୍ ଆଡମିନିଷ୍ଟ୍ରେସନରେ ସ୍ନାତକ, ଚୁନା ଚୁନା ସୁନା, ପ୍ରଜାପତିର ଘର, କୋଳେଇ ନେଲେ ବାଉଁଶ, କିଏ କହେ ଫେରିଆରେ, ଯାହା କିଛି ଅଛି ବାକି, ଏବଂ ଏଇ ପୁସ୍ତକ ମେଳାରେ ତାଙ୍କର ବହି ଆସୁଛି ପକ୍ଷୀଏ ଯାହାର ବ୍ୟାକରଣ। ଏଯାବତ୍ 8ଟି ସମ୍ମାନ ପାଇଛନ୍ତି। କବିତା ସାହିତ୍ୟ କର୍ମରେ ବେଶ୍ ସକ୍ରିୟ ଏବଂ ସୋସିଆଲ ମିଡ଼ିଆରେ ବି ମଧ୍ୟ ବହୁତ ସକ୍ରିୟ। ଆପଣମାନେ ପ୍ରଣୟ ଭାଇଙ୍କୁ ଦେଖୁଥିବେ, ଯଦି ଦେଖି ନାହାନ୍ତି ତାହେଲେ ନିହାତି ଦେଖିବା କଥା ଫେସବୁକରେ। ପ୍ରଣୟ ସୁଧାଙ୍କୁ ଅନୁରୋଧ କରିବି ତାଙ୍କ କବିତା ପଢ଼ିବେ। ଆପଣ ସମସ୍ତଙ୍କୁ ଧନ୍ୟବାଦ। କବିତାର ଶୀର୍ଷକ ଯାଯାବର। ଯେବେ ଆସି ହେବ ସେବେ ଆସିବୁ, ଯେବେ ଆସି ହେବ ସେବେ ଆସିବୁ, ସେବେ କହିବିନି ମୁଁ ତୋ ଅପେକ୍ଷାରେ ଥିଲି ବୋଲି। ବାଟ ବଣା ତୋର ଠିକଣା ନାହିଁ, ତଥାପି ବାଟ ମନେ ପଡ଼ିଲେ ଆସିବୁ, ତଥାପି ବାଟ ମନେ ପଡ଼ିଲେ ଆସିବୁ। ବସିବୁ, ପେପର ପଢ଼ିବୁ, ହେଲେ ମୋ ସହ ଯେ ହସାହସି ହେବୁ ସେ ଆଶା ବି ମୁଁ ସାଇତି ନାହିଁ। ହୁଏତ ଘୋଟି ନଥିବ ରାତି, ଗଢ଼ା ହୋଇନଥିବା ସ୍ମୃତି, ହୁଏତ ନଦୀରେ ମୁହଁ ଦେଖି ଡେଣା ତଳେ ଜହ୍ନ ଧରି ଫେରି ଆସୁଥିବେ ପକ୍ଷୀ, ହୁଏତ ପକୁଡ଼ି ଖାଇସାରି ତେଲ ହୃଦୟ ପାଇଁ ଭଲ ନୁହେଁ ବୋଲି ତୁ କହିଥାଇପାରୁ, କିମ୍ବା ଗୀତଟିଏ ହୁଏତ ଆମେ ଶୁଣୁଥାଇ ପାରନ୍ତି ଏକା ସଙ୍ଗେ, ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ, ତେଣୁ ବଞ୍ଚିବାର ମାନେ ନାହିଁ। ନହେଲେ ତୁ ଆସିଲେ ହୁଏତ ହେଇପାରେ ସକାଳ, ଭାଙ୍ଗିପାରେ ସ୍ୱପ୍ନ, ଫୁଟିପାରେ ଫୁଲ, ମୋଟାମୋଟି ତୁ ଆସିଲେ କ'ଣ ହେବ କହିବା ମୁସ୍କିଲ। ଏମିତି ବି ହୋଇପାରେ ତୁ ଆସିଲେ ହୁଏତ ମୁଁ ନ ଥାଇପାରେ ମୋରି ଘରେ, ଏମିତି ବି ହୋଇପାରେ ତୁ ଆସିଲେ ହୁଏତ ମୁଁ ନ ଥାଇପାରେ ମୋରି ଘରେ, କିମ୍ବା କେଉଁଠି ବି ନଥାଇପାରେ ମୋ ଘର। ତଥାପି ଯେବେ ଆସି ହେବ ସେବେ କୌଣସି ଖବର ନ ଦେଇ ଆସିବୁ। ତୋର ଠିକଣା ନାହିଁ ମୁଁ ଜାଣିଛି ଯେମିତି, ମୁଁ ଯାଯାବରଟିଏ ବୋଲି
ତୁ ତ ଜାଣିଛୁ ସେମିତି। ଧନ୍ୟବାଦ। प्रणय भाई को धन्यवाद। ऐश्वर्या प्रधान अछंती? हाँ, ऐश्वर्या प्रधान को कविता मध्य मु प्रथम थर पढ़िली एवं दीटी कविता गोटे चुली एवं गोटे चाहा कप दीटी निर्जीव वस्तु को नहीं कि से एभली चमत्कार कविता लिखिछंती। मुझे पढ़ला पर कालिदासकर मेघदूतम से येटा मोर मन पड़ला जिते से मेघ जाऊँगी एवं छतु को लेकिन कालिदास वर्णना करुँच। तो अत्यंत चमत्कार कविता। मैं अनुरोध करी ऐश्वर्या प्रधान को दीटी भितर जोटी तांकर इच्छा से पढ़ी हुए। धन्यवाद। कवितार शीर्षक चाहा कप। तुम पाहांती पर गाढ़ निदर सुसुप्ति समय को अपेक्षा करी थाए मो अनिद्रा आखि एकचाटिया भावे से समय तक मोर। तुम पाहांती पर गाढ़ निदर सुसुप्ति समय को प्रतीक्षा करी थाए मो अनिद्रा आखि एकचाटिया भावे से समय तक मोर। कोलाए जड़ाए चुमे तुम बिलोड़ मुहरे मो अवरुद्ध इच्छा मान को आयुष्मान कराए मालिकाना जाहिर करे जिते जहाँ मनमानी अलाजुकीपण सौंपी दिए कपे बांफ उठा चा विनिमय रे। गरम चार स्वाद अपेक्षा तुम तंद्राच्छन आखि बेसी लोभातुर थाए पियालार सौंदर्य ता मसृण देह फूल पका हस धूसर रंग पानीयर उष्म आमंत्रण पाखरे मो उपस्थिति जेमिति कौ तृषार्तर तृष्णा मरीजा परर फिंगा बोतलटे अपांक्ते अनावश्यक। जाने तुम मन मंदिर मुखशाला बाहर पटे पुरुणा चपल परि मो अस्तित्व आउ कहा भोग डालार नैवेद्य को तुमे अपेक्षारत मु किंतु एई कपे गरम चार पुण्य बଳରେ मो हृदयर गर्भगृह स्थापना करे तुम चिन्मय विग्रह। ढल ढल पियासी आखिर दीपरे जाले लुह सलिता आंजुलाए झरा फूल परी बिंछी दिए निजको तुम छातीर चट्टाण रे। तुमर गोटापणे हेबाकू केते कौन न करिछि तुमको रजनीगंधा पसंद बोली मोर ए बाड़ी कनियर देहरे सिंचिछि रजनीगंधा परफ्यूम प्रार्थना गाउथिबा मो सादा ओठको रंगेइछि कृत्रिम लिपस्टिक रे। मो आखि डोळे तुमे निजको देखिपारिब बोली कजोल ठारू अभ्र जाए केते केते आस्तरण लेपिछि षोल सिंगार करी अपलक न चाहि रहिछि तुमको हेले हेले मो हाथ तियारी स्वादिष्ट चा अपेक्षा तुमको बेसी आकर्षित करे चा पियालार लावण्य सते जेमिति मु पोती होई पड़िथिबा एक बाली मुहाण। सीमंतिनी होई भी आजी मु सन्यासिनी सीमंतिनी होई भी मु आजी सन्यासिनी कुलप्लाबिनी होई भी जेमिति शीर्ण तापसी नई मो देहरे जुआर अच्छी तरंग अच्छी भी भौरी मो देहरे जुआर अच्छी तरंग अच्छी भी भौरी हेले नाब नाही कि नाही भी नाउरी हेले नाब नाही कि नाही भी नाउरी केजाणी कौ दिन डेरी हेउथिबा कपे बेटी पाई तमे मो ना धरी पकईब हुरी। धन्यवाद। ऐश्वर्या को धन्यवाद। आमर परवर्ती कवि देवदत्त मिश्र। धन्यवाद निखिलेश। समस्त को नमस्कार। मो कवितार शीर्षक निर्वाण पथे। धला हाथीटे स्वप्न रे आसिले केवल राजा हेबा ही भाग्य रे न थाए धला हाथीटे स्वप्न रे आसिले केवल राजा हेबा ही भाग्य रे न थाए मुक्ति पाई लोड़ा जाई पारे निरंजना तट तुमे राजप्रसाद रे खंजी देल झकमक आलोकर माला चारिपटे दासदासी बगीचारे सबुजिया पत्र हस हस सजफुल डाले डाले सुआसारी कोइलीर मिठा कुहुतान तुमे राजप्रसाद रे खंजी देल झकमक आलोकर माला चारिपटे दासदासी बगीचारे सबुजिया पत्र हस हस सजफुल डाले डाले सुआसारी कोइलीर मिठा कुहुतान मु किंतु रास्तारे देखिली जराग्रस्त बुद्ध व्याधिग्रस्त लोक सन्यासी आउ सबाधारटे मु किंतु रास्तारे देखिली जराग्रस्त वृद्ध व्याधिग्रस्त लोक सन्यासी आउ सबाधारटे हाय केते दुख हाय केते शोक हाय केते जंत्रणारे भराए संसार
ତୁମେ କି ଜାଣ ସକଳ ପରିପୂର୍ଣ୍ଣତାରେ ବି ଭରିଥାଏ ଶୂନ୍ୟତା ଯାହା ତୁମେ ନୁହଁ ମୁଁ ଦେଖିପାରେ। ତୁମେ କି ଜାଣ ସକଳ ପରିପୂର୍ଣ୍ଣତାରେ ବି ଭରିଥାଏ ଶୂନ୍ୟତା ଯାହା ତୁମେ ନୁହଁ ମୁଁ ଦେଖିପାରେ। ହେ ଅନିତ୍ୟ ସୁନ୍ଦରୀ ଗୋପା କ୍ଷମା କର ସ୍ନେହଭରା ବୋକଟିଏ ନିଅ ରାହୁଳ ଶିଶୁପୁତ୍ର ମୋର। ହେ କପିଳବାସ୍ତୁ କଢ଼େଇ ନିଅ ବାଟ ମୁକ୍ତିଭରା ବିଦାୟଟେ ଦିଅ। ଏବେ ନିରଞ୍ଜନା ଏକମାତ୍ର ଠିକଣା ମୋର। ମୁକ୍ତି ଏକମାତ୍ର ପଥ ନିର୍ବାଣ ହିଁ ଏକମାତ୍ର ଲକ୍ଷ୍ୟ। ହେ ଅନିତ୍ୟ ସୁନ୍ଦରୀ ଗୋପା କ୍ଷମା କର ସ୍ନେହଭରା ବୋକଟିଏ ନିଅ ରାହୁଳ ଶିଶୁପୁତ୍ର ମୋର। ହେ କପିଳବାସ୍ତୁ କଢ଼େଇ ନିଅ ବାଟ ମୁକ୍ତିଭରା ବିଦାୟଟେ ଦିଅ। ଏବେ ନିରଞ୍ଜନା ଏକମାତ୍ର ଠିକଣା ମୋର। ମୁକ୍ତି ଏକମାତ୍ର ପଥ ନିର୍ବାଣ ହିଁ ଏକମାତ୍ର ଲକ୍ଷ୍ୟ। କାମନାର ବିନାଶରେ ଦୁଃଖର ବିନାଶ ମହାମନ୍ତ୍ର ଗାଇ ଗାଇ ଏ ବିନିଦ୍ର ରଜନୀରେ ମୁଁ ଚାଲିଲି ନିର୍ବାଣର ପଥେ କ୍ଷମା କର। ଧନ୍ୟବାଦ। ଧନ୍ୟବାଦ ଦେବଦତ୍ତଙ୍କୁ। ଆମର ପରବର୍ତ୍ତୀ କବି ମନୀଷା ବିଶ୍ୱାଳ। ତାଙ୍କ ଘର ଖୋର୍ଦ୍ଧା ଏବଂ ସେ ସମ୍ପ୍ରତି ପୁରୀ ଜିଲ୍ଲାରେ କାର୍ଯ୍ୟରତ ନର୍ସିଂ ଅଫିସର ହିସାବରେ। ଓଡ଼ିଶାର ଅନେକ ପ୍ରତିଷ୍ଠିତ କବିତାରେ ପତ୍ର ପତ୍ରିକାରେ ତାଙ୍କ କବିତା ପ୍ରକାଶିତ। ବହୁତ ଜଣାଶୁଣା କବି। ମନୀଷାଙ୍କୁ ମୁଁ ଅନୁରୋଧ କରିବି ସେ ଯଦି ନଈ କବିତାଟି ପଢ଼ିବେ ତାହେଲେ ବହୁତ ଭଲ ହେବ। ସଭିଙ୍କୁ ମୋର ପ୍ରଣାମ। କବିତା ନଈ। କିଛି ଝିଅ ନଈ ପଡ଼ିଥିବା ଜହ୍ନରାତି, ପ୍ରେମିକ କାନ୍ଧ ଉପରେ ଟପ୍ ଟପ୍ ତରଳୁଥିବା ମହମବତୀ। କିଛି ଝିଅ ଫେବୃଆରୀ ପରି ଖୁବ୍ ମନୋଇ, ମନ ମାନିଥିଲେ ପ୍ରେମ ଫୁଲ ହଂସ ଶିଶୁର ହସ। ମନ ନ ମାନିଲେ ନିଆଁ କଣ୍ଟା ବାଦୁଡ଼ି କାନ୍ଦ କାନ୍ଦ କୋହର ଦିହୁଡ଼ି। କିଛି ଝିଅ ରେଲୱେ ଷ୍ଟେସନର ପ୍ରତୀକ୍ଷା, କିଛି ଝିଅ ଖରାରେ ଧାଉଁଥିବା ଖାଲି ପାଦର ବର୍ଷା ପାଇଁ ଆକାଂକ୍ଷା। କିଛି ଝିଅ ଝରି ପଡ଼ୁଥିବା ମହୁ ଫେଣା, ଆଉ କିଛି ବିରୁଡ଼ି ଦଂଶିବାର ଅସହ୍ୟ ଯନ୍ତ୍ରଣା। କିଛି ଝିଅଙ୍କ ଆଖିରେ ସବୁବେଳେ ଚତୁର୍ମାସିଆ ରାତି, କିଛି ଝିଅଙ୍କ ଓଠରେ 104 ଡିଗ୍ରୀ ତାତି। କିଛି ଝିଅଙ୍କ ଦେହ ବାସି ପଖାଳର ସୁଗନ୍ଧ, କିଛି ଝିଅ ଗୋଟା ଯାକ ବୋମା, ଫୁଟିଗଲେ ଚାରିଆଡ଼ ବାରୁଦ ବାରୁଦ। କିଛି ଝିଅ ଅନ୍ଧାରର ମିଟ୍ ମିଟ୍ ଆଖିପତା, ତାଙ୍କ ପାଖେ ଆଲୁଅକୁ ମୁହଁରେ ନେସିବାର ଯେତେ ସବୁ ବ୍ୟାକୁଳତା। ରେଜା କରି ଦୁଃଖକୁ ଚାପି ଦିଅନ୍ତି ଭ୍ୟାନିଟିରେ, ତାଙ୍କ ଟିକିଲି ନଖପଲିସ ଲିପଷ୍ଟିକକୁ ଏବେ କୁଆଡ଼େ ରକ୍ତହୀନତା। କିଛି ଝିଅ ଖୁବ୍ ଠାକୁର ବିଶ୍ୱାସୀ, କିଛି ଝିଅ ଖୁବ୍ ଠାକୁର ବିଶ୍ୱାସୀ। ପ୍ରାର୍ଥନା ଧୂପ ଦୀପ ଚନ୍ଦନ ଅର୍ପଣ ତର୍ପଣରେ ବିଶ୍ୱାସ ରଖନ୍ତି ସେମାନେ। ଫୁଲଦାନୀ ବାଇଆ ବସା ବାଲିଘର ବୋଉର ସଞ୍ଚୟ ପାଇଁ ଶୁଭ ମନାସନ୍ତି। ପଣତରେ ଲୁହ ପୋଛି ଦିଅନ୍ତି ବଉଳର, ଜାଣ ସମୟ ଆଢ଼ୁଆଳେ ସେମାନେ ହିଁ ଦେବୀ ପାଲଟନ୍ତି। କିଛି ଝିଅଙ୍କ ଜିଭ କିନ୍ତୁ ଖୁବ୍ ଧାରୁଆ, ଚିତ୍କାରରେ ଦୁଇଫାଳ କରିପାରନ୍ତି ହୃଦୟ ଆଇନା ଓ ପାହାଡ଼ର ଛାତି। ଚିରିପାରନ୍ତି ଋତୁମାନଙ୍କୁ, ଆଉ କା ଆଖିର ଲୁହକୁ କରିପାରନ୍ତି ସୁନାମି। ଘରମଣି ହଜିବା ପଛରେ ତାଙ୍କର ହିଁ ସବୁ କରାମତି। କିଛି ଝିଅ ଖୋଲି ପାରନ୍ତିନି ପିଞ୍ଜରା, ଲକଡାଉନ ପରେ ବି ତାଙ୍କଠି ସଂକ୍ରମଣର ଭୟ। ଓଟମାନେ ମରୁଭୂମିରେ ପାଣି ଖୋଜିଲା ପରି ସେମାନେ ଖୋଜନ୍ତି ହଜିଯାଇଥିବା ନୋଥ, ନୂଆ ଫସଲର ବାସ୍ନା, ସମତଳ ଭୂଇଁର ଖରା। ସତରେ କିଛି ଝିଅ ଖୋଲି ପାରନ୍ତିନି ପିଞ୍ଜରା। କିଛି ଝିଅ କିନ୍ତୁ ନିଜ ଭିତରେ ଚାବୁକ, କିଛି ଝିଅ ନିଜ ଭିତରେ ଚାବୁକ। ନିଜକୁ ଟଙ୍ଗେଇ ପାରନ୍ତି ଡ୍ରଇଂ ରୁମ୍ କାନ୍ଥରେ, ନହେଲେ ବର୍ଷି ପାରନ୍ତି ସର୍କସର ପଶୁମାନଙ୍କ ପିଠି ଉପରେ ଆକସ୍ମିକ। କିଛି ଝିଅ ନିଜ ଭିତରେ ଚାବୁକ। କିଛି ଝିଅ ହସୁଥାନ୍ତି, କିଛି ଝିଅ ହସୁଥାନ୍ତି, କିଛି ଝିଅ ରୁଷୁଥାନ୍ତି, କିଛି ଝିଅ ଝୁରୁଥାନ୍ତି, କିଛି ଝିଅ ଝରୁଥାନ୍ତି। ସବାଶେଷେ ଝିଅମାନେ ନଈ ପାଲଟନ୍ତି, ସବାଶେଷେ ଝିଅମାନେ ନଈ ପାଲଟନ୍ତି। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ମନୀଷା। ଆମର ପରବର୍ତ୍ତୀ କବି କବିତା ବଢ଼େଇ ଅଛନ୍ତି ଆମ ଗହଣରେ। ହଁ, କବିତା ରହନ୍ତି କୋରାପୁଟ ଜିଲ୍ଲାର ସୁନାବେଡ଼ାରେ। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସେ ଗବେଷଣାରତ।
अनुरोध करी कविता को तांकर कविताटी पढ़े। उपस्थित समस्त कविता प्रेमी व्यक्तित्वगण को भूमिष्ठ प्रणाम। मो ना कविता बढ़ई। मो कवितार शीर्षक हेउछि निशब्द चित्कार। सेही दिन एमिति के अंधकार राति रे तुमे जाउथिल आउ मु रही जाइथिली। तुम काम सरी जाइथिला बोध हुए, हेले मोर होइथिला आरंभ। तुमे मु थिले गोटिए नार यात्री, आम कूलर ठिकणा भी थिला गोटिए। तुमे थिल शांत सरल चुपचाप, आ मु थिली तुमर ठीक विपरीत। हेले सेदिन तुमे पाटी खोली कथा होइथिल तुम भौणी सह। नाटी तुमर बुड़ीगला बेले करिथिल आर्त चित्कार। आउ मणिषखिया कुंभीर माने तुमको टाणी नेइथिले गभीर जलकू। तुम करुण चित्कार कुंभीर पेटर नियारे भस्म होइथिला, शुभि नथिला काहाकू। मो कानरे पड़िबा आगरु मु सोई पड़िथिली चिर निद्रारे। मो चित्कार कंपीबा आगरु चापी दियागला मो तंटी को मो निज हातरे। मो चित्कार कंपीबा आगरु चापी दियागला मो तंटी को मो निज हातरे। आजी मु ठीक 5 वर्ष परे भेटिली तुमको प्रथम थर पाई। पुणी आजी थिले आमे गोटिए नार यात्री, कूलर ठिकणा भी थिला समान। जीवा पूर्वरु तुम परिचय मागिथिली। तुमे कहिथिल प्रियंका रेड्डी, मु कहिथिली मौमिता। धन्यवाद। स्वागत करंतु संजय को। से मालकानगिरी जिला अंतर्गत करुकोंडा ब्लॉक निकटस्थ पुराणा चितापारी गाँव में तांकर जन्म। अनेक ओडिया पत्र पत्रिकार खबर कागज तांको लेखा प्रकाशित। मात्र 23 वर्षर बयस से गोटे कविता ये लिखिं जोटा बहुत इंटरेस्टिंग लगे मत। कवितार शीर्षक है झील मोर सहर रे पढ़ुची। तो आप भावतु 23 वर्षर तरुण ओडिया कवितार लिखुची जे झील मोर सहर रे पढ़ुची। आप जदि ସେଇଠି ପଢ଼ିବାକୁ ଚାହିଁବେ ପଢ଼ିପାରିବେ କିମ୍ବା ଆରଟି ବି ପଢ଼ିପାରିବେ। ମାଲକାନଗିରି ମାଟିରୁ ସମସ୍ତଙ୍କୁ ଭୂମିଷ୍ଠ ପ୍ରଣାମ। ମୋ କବିତାର ଶୀର୍ଷକ ହେଉଛି ଝିଅ ମୋର ସହରେ ପଢ଼ୁଛି। ଝିଅ ମୋର ସହରେ ପଢ଼ୁଛି, ଏଇ ଏବେ ଏବେ ସିଏ ବାମନ ହୋଇ ଆକାଶର ଜହ୍ନ ତୋଳିବାକୁ ହାତ ବଢ଼ାଏ। ମନେ ହୁଏ ତା ଭିତରେ ଅନେକ ଆଶା ଓ ଆକାଂକ୍ଷାର ଏକ ବିରାଟ ବଡ଼ ବରଗଛ ଜିଇଁ ଉଠୁଛି। ବେଳେବେଳେ ଫୋନ୍ କରି କହେ, ବାବା ମୁଁ ଗୋଟେ ବଡ଼ ଅଫିସର ହେବି, ତମକୁ ଆଉ ମୁଣ୍ଡ ଝାଳ ତୁଣ୍ଡେ ମାରିବାକୁ ପଡ଼ିବନି, ଆଉ ଆଙ୍କିବାକୁ ପଡ଼ିବନି ପୋଡ଼ା ମାଣ୍ଡିଆ ରୁଟିରେ ଦୁଃଖପୂର୍ଣ୍ଣ ଜହ୍ନ ରାତିର ମୁହଁ। ଲିଭିଯିବ ତମ କପାଳରେ ଅଙ୍କା ହୋଇଥିବା ଲୌହ ଲୁହର ମାନଚିତ୍ର। ତମ ଛିଣ୍ଡା ଜୋତାରେ ଦେଖିବାକୁ ପଡ଼ିବନି ଆଗକୁ କଣ୍ଟା ହୋଇ ପଡ଼ିଥିବା ଜଞ୍ଜାଳମୟ ଏକ ସୁଦୂର ପ୍ରସାରୀ ପଥ। ଆଉ ତମ ତାଳ ଛପର ଘର ଉପରେ ହେବ ହସ ଓ ଖୁସିର ଏକ ନୂତନ ସୂର୍ଯ୍ୟୋଦୟ। ଆହୁରି ସେ କହେ, ମୁଁ ଅଫିସର ହେଲେ ଗାଁରେ ଗୋଟେ ସ୍କୁଲ ଖୋଲିବି, ମେଡ଼ିକାଲ ଖୋଲିବି, ନୂଆ ପକ୍କା ରାସ୍ତା ନିର୍ମାଣ କରାଇବି, ଆଉ ଗାଁରେ ଘରେ ଘରେ ଆକ୍ୱାଗାର୍ଡ଼ ବସାଇବି। ଫଳରେ କୁନା ପାଠ ପଢ଼ିବା ପାଇଁ ଆଉ ଅତିକ୍ରମ କରି ଯିବନି ଖୁବ୍ ଦୂର ଦୂରାନ୍ତର ପଥ। ଦାନମାଝି ଆଉ ପିଠିରେ ବୋହି ନେବନି ତାର ସ୍ତ୍ରୀର ଶବ। ଦାନମାଝି ଆଉ ପିଠିରେ ବୋହି ନେବନି ତାର ସ୍ତ୍ରୀର ଶବ। ସନିଆ ଖିଲର ଝିଅ ପୋଖରୀ ପାଣି ପିଇ ଆଉ ହେବନି ଝାଡ଼ାବାନ୍ତିରେ ଆକ୍ରାନ୍ତ, ଆଉ ହେବନି ଝାଡ଼ାବାନ୍ତିରେ ଆକ୍ରାନ୍ତ। ଆହୁରି ମଧ୍ୟ ସେ କହେ, ସେ ଲେଖିବ ନିଜେ ନିଜର ଭାଗ୍ୟ ପାଞ୍ଜି। ଆହୁରି ମଧ୍ୟ ସେ କହେ, ସେ ଲେଖିବ ନିଜେ ନିଜର ଭାଗ୍ୟ ପାଞ୍ଜି। ଦୁଶାସନ ହାତରୁ ସେ ଆଉ ବସ୍ତ୍ରହରା ହେବନି, ଦୁଶାସନ ହାତରୁ ସେ ଆଉ ବସ୍ତ୍ରହରା ହେବନି। ସେ ଚିରି ଦେବ ମହିଷାସୁରର ଛାତି। ସେ ପଥରରୁ ମନୁଷୀ ପାଲଟିବାକୁ ଆଉ ଅପେକ୍ଷା କରିବନି ଅୟୁତ ଅୟୁତ ବର୍ଷ। ସେ ପଥରରୁ ମନୁଷୀ ପାଲଟିବାକୁ ଆଉ ଅପେକ୍ଷା କରିବନି ଅୟୁତ ଅୟୁତ ବର୍ଷ। ସେ ବିଶ୍ୱକର୍ମା ସାଜି ନିଜେ ନିଜକୁ ଗଢ଼ି କରିବ ଏକ କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦରୀ ମୂର୍ତ୍ତି। ଆଉ ସେ ପିତାଙ୍କର ଜୈତ୍ରମଣି ଧରି ଯିବନି ଚଳଗଙ୍ଗ ଦେବଙ୍କ ପାଖକୁ ପ୍ରେମ ନିବେଦନ ପାଇଁ। ଆଉ ସେ ପିତାଙ୍କର ଜୈତ୍ରମଣି ଧରି ଯିବନି ଚଳଗଙ୍ଗ ଦେବଙ୍କ ପାଖକୁ ପ୍ରେମ ନିବେଦନ ପାଇଁ। ସେ ଛଡ଼ାଇ ଆଣିବ 7 ତାଳଭେଦ ସମୁଦ୍ର ଭିତରେ ଲୁଚି ରହିଥିବା ମଣ୍ଡାଖିଆ ଅସୁର ପାଖରୁ ନିଜ ପିତାଙ୍କର ଆତ୍ମଗୌରବ ଯଶ। ସେ ଛଡ଼ାଇ ଆଣିବ
सात ताल भेद समुद्र भितरे लुचि रहिथिबा मंडाखिया असुर पाखरु निज पितांकर आत्मगौरव और जस आहुरी से कही जाए अनेक किछि। हाँ, झियो मोर सहरे पढ़ुछि, झियो मोर सहरे पढ़ुछि। धन्यवाद संजय। ये कविताटी प्रथम पढ़िली मु देखिली केमिति घटना खबर कागजर घटनारू धीरे 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 कविताटी उठुची एवं शेष रे जाई चोलगंग देव थ्रू रे मंडाखिया असुर पाखे सरुची। तो बहुत बहुत अभिनंदन संजय को, से आहरी लिखुता एमती आमको चमत्कृत करूता। आमर परवर्ती कवि स्नेहाशीष महांती। स्नेहाशीष का घर मयूरभंज जिले में, आप निहाती पढ़े दुईटी चमत्कार कविता अच्छी ए मृत्यु स्तोत्र बोली गोटे बहुत बढ़िया कविता अच्छी, सीटी पढ़े ही परटी भी पढ़े। परवर्ती कवि सब्यसाची विषय। सब्यसाची अच्छा आम गहन में। सब्यसाची घर नवरंगपुर जिले में पापड़ाहांडी ब्लॉक रे 19 वर्ष बयसरू तांकर लेखालेखी आरंभ। गीतकुड़िया गीत मान गवेषणा कर अनेक पत्र पत्रिकार लेखा प्रकाश पाए। 2022 रे देशिया भाषा रे तांकर अनुदित बही एनबीटी प्रकाश करिसेंती काय हैला। केन्द्र साहित्य अकाडेमी द्वारा आयोजित साहित्य महोत्सव उन्मेष रे सी ओडिशा प्रतिनिधित्व करथिले एवं आमको बहुत गर्वित अनुभव होता से समय रे। सब्यसाची को अनुरोध करी कविता पढ़े। समस्त को जुहार। मो अनुरोध करी ए भितर बही भितर जो कविता अच्छे आपण पढ़े, मु बही बाहर गोटे कविता पढ़ी। कवितार शीर्षक अबुझमाड़ को नहीं दुईटी कविता। अबुझमाड़ हूँ बस्तर छत्तीसगढ़ गोटे विराट बड़ जंगल, ता उपरे दुईटी कविता। गोटे जंगल थिला, गोटे जंगल थिला, जंगल भितरे गोटे बाघ थिला। किछि सहरी शिकारी माटी सुंघी सुंघी जंगल को गले माटी भितरे थिबा रक्त पीवाकू। विचार करी माटी खोलिले, माटी खोलु खोलु बाघ आसिला। बाघ चेतावनी देला नछड़ बंधा शिकारी माने। बाघ दांत और नखपंजारे घाइला कला, से दिनठू शिकारी को जंगल मना। आज किंतु खबर आसीछि अबुझमाड़ जंगलरू। आज किंतु खबर आसीछि अबुझमाड़ जंगलरू मारी दिया गला बाघ को। एबे जाई पारिबे सबु शिकारी जंगल भितर को। झुणाझुणी करी खाई हेब एबे माटी तल मांस। मुष्टि बांधी थिबे शिकारी निज निज अधिग्रहण रे। कथा कहिले फुटा जीव गुली जंगल छाती रे। जंगल को जीवा खुशी रे आनंद लहरी। किछि सहरी लोक कहिले सला बाघटा को मारी भल हेला, मुक्ति पाई गला जंगल। जंगल किंतु कांदुथिला बाघर मृत्यु रे। द्वितीय कविता। एबे कोलाहल देश सारा, एबे कोलाहल देश सारा स्वाधीन हेला अबुझमाड़। एबे कोलाहल देश सारा स्वाधीन हेला अबुझमाड़। अबुझमाड़ किंतु एबे ठारू हेला पराधीन। हजिब ता स्वाधीनता विकास नाम रे गुलामी हेबे आदिवासी। बेठी बगारी हेबे आदिवासी सेमानंको छलना रे। अबुझमाड़ अबुझमाड़ तते तो पराधीन पाई एबे अभिनंदन। तते तो पुअर हत्या पाई अभिनंदन। तू एबे षड़यंत्रर शिकार हेलु तते अभिनंदन। तो नाभि काटी अंत नली बाहर करा जीव तेणु तते अभिनंदन। तो दुख रे दुखी हेबा एबे देशद्रोह दोष। तो दुख रे दुखी हेबा एबे देशद्रोह दोष। तेणु तो दुख रे भी तते अभिनंदन अभिनंदन। धन्यवाद। धन्यवाद सब्यसाची। आमर परवर्ती कवि जीतू प्रधान। समस्त को नमस्कार। कवितार शीर्षक दौड़ ना बड़ खरा। मो जन्म बेल को ए घोर वनस्थरे जागा टिके नथिला। जन्म हेली तो डालो किनी पड़िली माटीरे। भाविली जन्मु जन्मु भांगी गला मेरुहाड़। छिड़ी गला नाही नाड़। कंटा बुदा पथुरिया बनए एइठी ही जन्म मोर। मो पाई किए पारि देई नथिले सबुज घासर गालीचा। जाली नथिले उम्ही निया कि एंतुड़ी निया। आखि खोलिला बेलकू मते चाटुछि मोर माँ। आहा माटी मोर मोरी देहरु चाटी चुचुमी देला लाल रक्त आईंसिया गंध। कहिला ठिया ह दौड़िया
ଏ ବନସ୍ତରେ ବାଘ ନୁହେଁ ମଣିଷର ଭୟ, ବାଘର ହୃଦୟ ଥିଲା ବୋଲି ମଲା ପଛେ ଛୁଇଁଲାନି ବଉଳା ମାଉଁସ, ଏ ବଣରେ ମଣିଷ ଭିତରେ ବାଘ ଆଉ ବାଘ ଭିତରେ ମଣିଷ। ମୋ ହାତ ଧରି କେହି ଶିଖେଇ ଦେଲେନି ବାଟ ଚଲା, ଏଇ ବାଟରେ ଚାଲିଲି ତ ଝୁଣ୍ଟିଲି ବହୁତ, ଖାଇଲି କଚଡ଼ା, ମୋ ବାଟରେ ଫୁଲ କାହିଁ, ଏଠି ଖାଲି ବାଟ ସାରା କଣ୍ଟା, ଚାରିଦିଗ ଘୋର ବନସ୍ତେ କିନ୍ତୁ ମାଟି ଏଠି ଫଟା, ଏଇ ବାଟେ ଫେରିଗଲେ ଥରେ ଏଇ ବାଟ ବି ଅଣଲେଉଟା, ଏ ବଣରେ ମୃଗ ଫାସ ବାନ୍ଧିଛି ମଣିଷ, ଆର ପାଖେ ଲଗେଇଛି ହୁତୁ ହୁତୁ ନିଆଁ, ସେ ପାଖରେ ଜଗିଛି ଡାହାଳ ଦାନ୍ତ ତା ମୁନିଆ, ଚାରିପାଖେ ଜମଡୋରି ମଝିରେ ମୁଁ ଠିଆ, ବିପଦରେ ଘର ମୋର, ବିପଦ ମୋ ନିଜର ଦୁନିଆ। କୋଉ ସ୍ତୁତି ପଢୁଛ ସନ୍ଧ୍ୟା ସକାଳେ ତମ ଠାକୁର ଘରେ, ଘୋର ବନେ ମୃଗୁଣୀକୁ ପଡ଼ିଥିଲା କଷଣ, ଏଇଆ ନା? କେତେ ଦୂର ତମ ଠାକୁର ଘରୁ ରୋଷେଇ ଘର, କେତେ ଦୂର ତମ ହରିନାମ ଭଜନରୁ ହରିଣ ଭକ୍ଷଣ, ଯେଉଁଠି ଗାନ କଲ ହରି ହରି, ସେଇଠି ହିଁ ହରିଲ ହରିଣ। ଆମ ପଶୁ ଜନ୍ମରେ ଯାନିଯାତ୍ରା କାହିଁ, କାହିଁ କୋଉ ପୁନେଇ ପରବ, ସେଇ ସବୁଦିନ ସକାଳୁ ନଦୀ ପାଣି, ସେଇ ସମାନ ଭାବେ ଡାଳପତ୍ର ଖିଆ, ସେଦିନ ପ୍ରଥମ ସୂର୍ଯ୍ୟାଲୋକରେ ଦେହ ସାରା ଚରିଗଲା, ସୁନା ଜରି ଲଗା ଚିକମିକ ଖରା, ବୁଝିଲ ଏଇଆ ମୁଁ ସୁନାର ହରିଣ, କହିଲ କ'ଣ ନା ହରିଣ ନଦୀଏ ଧରା, ଦୌଡ଼ ନା ବଡ଼ ଖରା, କିଓ ବାବୁ ତମେ ପରା ପଢ଼ା ଲେଖା ନୋକ, ମାଇପିଟା ବତେଇଲା ବୋଲି ଧାଇଁଛ ପଛରେ, ଧରିବ ନା ମାରିବ ହୋ ମୋର ବି ତ ସଂସାରଟିଏ ଅଛି। ମାରିଦେଇ କହିଲ ଯା ଯା, ମାରିଦେଇ କହିଲ ଯା ଯା, ମୁକ୍ତି ଦେଲି ଏ ନର୍କ ଯନ୍ତ୍ରଣାରୁ, ଏଥର ତୋ ବୈକୁଣ୍ଠରେ ବାସ, ଯୁଗେ ଯୁଗେ ଏଇମିତି ତମ ହାତେ ମରିବାର ମାନେ କ'ଣ, ପ୍ରାପ୍ତି ହୁଏ ଅମୃତ ରସ, କିଏ କୋଉ ଦେଖିଛି ସରଗ ନା ନରକ, ସବୁଦିନ ଭୟ ଏଠି ଆମେ ସବୁ ପୁଞ୍ଜି ଛଡ଼ା ଭୋଗ, କିଏ କୋଉ ଦେଖିଛି ସରଗ ନା ଦେଖିଛି ନରକ। ଧନ୍ୟବାଦ। ଧନ୍ୟବାଦ ଜିତୁଙ୍କୁ। ଡିସେମ୍ବର ମେହେର ଆମର ପରବର୍ତ୍ତୀ କବି। ସମସ୍ତଙ୍କୁ ସାରସ୍ୱତ ନମସ୍କାର। ମୋର କବିତାର ଶୀର୍ଷକ ମୁଠାଏ ମାଟି। ଏତେ ସମ୍ପର୍କ ବନ୍ଧୁ ପରିଜନ କୁଟୁମ୍ବ, ରକ୍ତବଂଶ ସମାଜର ସମସ୍ତେ ଆସିବେ ମୋ ଅନ୍ତିମ ଉତ୍ସବେ, ଦରକାର ନାହିଁ ଉପହାର, ଦରକାର ନାହିଁ ଉପହାର, ମୁଁ ମାଟିରେ ମାଟି ହୋଇଯିବି, ଢାଲି ଦିଅ ମୁଠାଏ ମୁଠାଏ ମାଟି, ମା ନେବ କୋଳେଇ, ମା ନେବ କୋଳେଇ। ଜନ୍ମ ହେଇ ଛୁଇଁଥିଲି, ଜନ୍ମ ହେଇ ଛୁଇଁଥିଲି, ଖେଳିଥିଲି ବୁଲିଥିଲି ନାଚିଥିଲି, ତା ରୂପ ଗନ୍ଧ ପାଖକୁ ଟାଣୁଛି, କୋଲେ ନେବି ଶୋଏ ଦେବି, ଆ ବାପା ଆ ବାପା ମୋ ବସ୍ତ୍ରରେ ଘୋଡ଼େଇ ଦେବି, ମୁକ୍ତି ପାଇଯିବୁ ଏ ମିଛ ସଂସାରରୁ, ଭୟ ରାଗ ରୋଷ ଛିନ୍ନ କରି। ଭଲ ପାଏ, ଭଲ ପାଏ ପ୍ରେମୀ ଖଟୁ ବୋଲି, ଜନ୍ମ ଜନ୍ମ 7 ଜନ୍ମର ସମ୍ପର୍କ, ସଶକ୍ତ ହେଉ ବୋଲି ଢାଲି ଦିଅ ସଭି ମୁଠାଏ ମୁଠାଏ ମାଟି, ମାଟି ହୋଇଯିବି, ମାଟି ହୋଇଯିବି। ଧନ୍ୟବାଦ। ଅନ୍ୟ ଏକ କବିତାର ଶୀର୍ଷକ ଅଭାବୀ ମଣିଷ। କିଛି ହଜେଇ ଦେଇଛି, ଅତୀତ ଓ ବର୍ତ୍ତମାନ ମଧ୍ୟରେ ଅନେକ ନୂତନତାକୁ ଆପଣେଇ ନେଇଛି, ବାନ୍ଧି ହୋଇଯାଇଛି ସମ୍ପର୍କ ରଜ୍ଜୁରେ, ବନ୍ଧୁ ପରିଜନ ଆତ୍ମୀୟ ସହ, ତଥାପି ଲାଗେ ଅଭାବୀ, ତଥାପି ଲାଗେ ଅଭାବୀ, ଅତୀତର ସ୍ମୃତିକୁ ଚିହ୍ନକୁ ଖୋଜେ, ଛୁଇଁ ହେଉନି ଆଉ ସେ ଲମ୍ବା ପଥକୁ, ଫେରି ପାଉନି ଆପଣାର ସମୟ, ଅମୂଲ୍ୟ ଅପାସରା ମୁହୂର୍ତ୍ତ, ପିଲାଦିନ ଓ ବର୍ତ୍ତମାନର ତଫାତ, ପିଲାଦିନ ଓ ବର୍ତ୍ତମାନର ତଫାତ, ଏଠି କର୍ତ୍ତବ୍ୟ ଭାର କାନ୍ଧରେ, ସେଠି ଅଧିକାର ଜାହିର କରୁଥିଲି, ହସିବା ଖୋଜରେ କାନ୍ଦୁଥିଲି, ଏବେ ହସେଇବା ପାଇଁ କାନ୍ଦୁଅଛି। ଆଜି ସମୟ ଅଭାବୀ, ଆଜି ସମୟ ଅଭାବୀ, ଖେଳିବା ବୁଲିବା ଗପିବା ସବୁ ଜୀବନ ପୃଷ୍ଠାରେ ସାଇତି ହୋଇଛି, ଗୋଟିଏ ଗୋଟିଏ ପୁରୁଣା ଗପ ଅଧ୍ୟାୟରେ ପଢ଼ୁଛି, ପଢ଼ୁଛି ଝୁରୁଛି ଅତୀତକୁ ନେଇ, ପଢ଼ୁଛି ଝୁରୁଛି ଅତୀତକୁ ନେଇ। ଧନ୍ୟବାଦ। ପରବର୍ତ୍ତୀ ଧନ୍ୟବାଦ ଡିସେମ୍ବରଙ୍କୁ। ପରବର୍ତ୍ତୀ କବି ସ୍ୱାଗତିକା ମିଶ୍ର, ତାଙ୍କ ଘର ପୁରୀ, খুব জনাশুଣା কবি ଆମ ସମୟର, ଉଦୟରାଗ ସମ୍ମାନ, କଥା ନବପ୍ରତିଭା ସମ୍ମାନ, ଗଣେଶ ପରିଜା ଗଳ୍ପ ସମ୍ମାନ ପାଇଛନ୍ତି, ଗପ ମଧ୍ୟ ଲେଖନ୍ତି। ତାଙ୍କର ପ୍ରଥମ କବିତା ବହି କାକର ଟୋପାର ଆଖି। ସ୍ୱାଗତିକାଙ୍କର 2ଟି କବିତା ଏଥିରେ ଅଛି, ସିନ୍ଧୁଙ୍କ କବିତାଟି ଯଦି ସେ ପଢ଼ିବାକୁ ଚାହିଁବେ ତାହେଲେ ଖୁବ୍ ଭଲ। ସମସ୍ତଙ୍କୁ ପ୍ରଣାମ।
କବିତାର ଶୀର୍ଷକ ସିନ୍ଦୁକ। ସାତ ପରସ୍ତ ନାଲି ପାଟକନାଗୁଡ଼ା ମୋର ଶୂନ୍ୟତା, ସେଇତକ ଏ ଅରକ୍ଷିତର ଅର୍ଜିତ ଶାନ୍ତେ, ସେଇତକ ଆପଣାର ଏକାନ୍ତ। ତା ଉପରକୁ ସଁ ସଁ ଫଁ ଫଁ ମୋ ଅହଂ, ଅଳପୈସା ମଲାନି ଯାହା, ଜୀବନ ଯାକ ମାରି ଖାଇଲା ମୋତେ। ସେଇଠୁ ଟିକିଏ ଡାହାଣ କତିକି ଅଜଗର ପରି ପଡ଼ିଛି ମୋ ଦୁଃଖ। ଦୁଃଖ ପୂଜ ରକ୍ତର, ଥୋଲାଏ ପଚା ମାଂସର, ମଟାଳ ମାଟି ଓ କୁଷ୍ଠ ଛଉର। ମୁଣ୍ଡା ପାହାଡ଼ ମଥାନରେ ପିଟି ହେଇ ପଡ଼ିଥିବା ମୋ ପ୍ରେମର ଶୁଖିଲା ରକ୍ତର, ତାକୁ କେହି ଛୁଅନ୍ତିନି ଶାନ୍ତେ, ତେମେ ବି ଛୁଅନା। ତା ଉପରକୁ ଢଳ ଢଳ ବୁନ୍ଦାଏ ମୋ ବୋଉ ଆଖିର ଲୁହ, ତୁଳସୀ ପାଣି ଟେକିଦେଲା ବେଳେ ତା ପାଟିକୁ ଏଇତକ ନିଗାଡ଼ି ଦେଇଥିଲା ବାୟାଣୀ। କ'ଣ ଗୋଟେ କହିବ କହିବ ହେଇ ମୋତେ। ସେଇଠୁ ଟିକେ ଛାଡ଼ି ସେଇ ଯେଉଁ ଧଳା ମଲମଲ ଗଣ୍ଠିଲି, ହଁ ହଁ ସେଇଟା ମହାପ୍ରଭୁ ପାପ ଏଇ ଅରକ୍ଷିତର। ଆଉ ସେ ଯାହା ଉପରେ ଚକା ମାରି ବଇଛି, ଯେଉଁ ଖଣ୍ଡେ ଛିଣ୍ଡା ଦଦରା ଆସନ ପରି ଦେଉଛି, ସେଇ ଆଜ୍ଞା କାଳେ ମୋ ପୁଣ୍ୟ ନା ରଖାର। ଆହୁରି ଆଡ଼ଉଛ ଶାନ୍ତେ, ଆହୁରି ଆଡ଼ଉଛ ଶାନ୍ତେ, ଥିଲେ ଥିବ କୋଉ ଗୋଟେ କଡ଼ରେ ଉଇଖିଆ ମୋ ଭାଗ୍ୟର ଜାତକ। ତା ସହ ମୋ ଭାରିଜା ପାଣିଖିଆ ହାତର ଦରଜ, ଅକର୍ମା ପୁଅର ଅନ୍ଧାର ଭବିଷ୍ୟ, ଭୁଆଶୁଣୀ ସାନ ଝିଅର ଝାଉଁଳା ମୁହଁ, ମଦୁଆ ଗେରସ୍ତ ମାଡ଼ରେ କଇଁଥା ମାରି ଯାଇଥିବା ବଡ଼ ଝିଅର ପିଠି ଦାଗ। ଆଉ ହସନି ଶାନ୍ତେ, ଜୀବନଯାକ କମ୍ ଲୋକ ହସିଛନ୍ତି ଏ ଅପାରଗ ଅକାଳ କୁଷ୍ମାଣ୍ଡ ଉପରେ ଯେ ମଲା ପରେ ତମେ ହସୁଛ। ଆଉ ଲାଜ ଦିଅନି ଏ ବୁଢ଼ା ବୟସରେ, ଏଥର ତ ବୁଜିଦିଅ ସିନ୍ଦୁକ, ତ୍ରାହି ଦିଅ ଖୋଲି ନରକ କବାଟ, ତ୍ରାହି ଦିଅ ଖୋଲି ନରକ କବାଟ। ଧନ୍ୟବାଦ। ଅନେକ ଡିଷ୍ଟିଙ୍କ୍ଟଲି ପୁରୀର ଗୋଟେ ଫ୍ଲେଭର ଅଛି କବିତାରେ। ପରବର୍ତ୍ତୀ କବି ରୂପେଶ କୁମାର ସାହୁ। ରୂପେଶ ଖୁବ୍ ଜଣାଶୁଣା କବି ଆମ ସମୟର। ରାୟଗଡ଼ାରେ ତାଙ୍କ ଘର, ପଦ୍ମପୁର ଗାଁରେ ଏକ ଏକାକାର, ଗୃହବନ୍ଦୀରେ ଈଶ୍ୱର ଇତ୍ୟାଦି କବିତା ସଂକଳନ ତାଙ୍କର ପ୍ରକାଶିତ ଏବଂ ବହୁ ଆଦୃତ। ଦୁଇଟି କବିତା ଅଛି ତାଙ୍କର, ଦୁଇଟାକୁ ଖୁବ୍ ସୁନ୍ଦର। ତାଙ୍କର ଯେଉଁଠି ପଢ଼ିବାକୁ ମନ, ଗୃହବନ୍ଦୀରେ ଈଶ୍ୱର ଯଦି ପଢ଼ିବେ ତାହେଲେ ବହୁତ ଭଲ। प्रथमे समस्त को प्रणाम। कवितार शीर्षक गृहबंदी रे ईश्वर। मो गाँव रे एबे खूब चर्चा, तुम सहर रे काले व्यापीछि जहर। मो गाँव रे एबे खूब चर्चा, तुम सहर रे काले व्यापीछि जहर। फूल बगीचा रे बुलुनी भंवर, बाटे घाटे आ भांगुनी हृदय। कांदु नाही जह्न विरह रे, घोड़ेई मेघर चदर। एबे देह सबू काले पालटुछंती गोटे गोटे पत्थर। मु फेरी आसीबा परठू भूली जाइछि तुम सहर को रास्ता। मु फेरी आसीबा परठू भूली जाइछि तुम सहर को रास्ता। जेउठी नीति चिता जले, सत्य न्याय आ मनीष पणियार, सभ्यतार मुखातले दिशुथाए असहायता मनीषर। एबे काले दौड़ुछंती समस्ते, एबे काले दौड़ुछंती समस्ते, बंचिबार मोहरे अबा मृत्युर भयरे। टंका दे किणुछंती पवन र जीवन, माइल माइल कंक्रीट जंगल भितरे। एबे खाली लुहर वर्षा, फेसबुक ट्विटर रे लेखाउछि केवल ईश्वर भरोसा। खोज खोज ईश्वर को खोज, पाइल कि न पाइल जणैब शेष चिठी रे। मु काली स्वप्न रे देखिछि ईश्वर अछंती गृहबंदी रे, ईश्वर अछंती गृहबंदी रे। धन्यवाद। धन्यवाद रूपेश। परवर्ती कवि निशिपद्मा शुभदर्शिनी। निशिपद्माଙ୍କ घर ସମ୍ବଲପୁର ଜିଲ୍ଲାର ହୀରାକୁଦରେ। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକୋତ୍ତର ଡିଗ୍ରୀ। ବର୍ତ୍ତମାନ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ଭୁବନେଶ୍ୱରରେ କାର୍ଯ୍ୟରତ। ଦୁଇଟି କବିତା ଅଛି, ବର୍ଷା ଓ ମଧୁଲିତା। ଯଦି ଆପଣ ଶୁଣିବାକୁ ଚାହିଁବେ ଶୁଣିପାରିବେ, କିମ୍ବା ଆରଟି ଯଦି ଶୁଣିବାକୁ ଚାହୁଁଛନ୍ତି ତାହେଲେ ବି କିଛି ଅସୁବିଧା ନାହିଁ।
उपस्थित समस्त सतीर्थଙ୍କୁ ମୋର ସାରସ୍ୱତ ପ୍ରଣାମ। ନିଖିଲେଶ ଅନୁରୋଧ କରିଛନ୍ତି ବର୍ଷା ଓ ମଧୁଳିତା ପଢ଼ିବା ପାଇଁ। ତେବେ କବିତାର ଶୀର୍ଷକ ବର୍ଷା ଓ ମଧୁଲିତା। ଅନ୍ଧାର ଆକାଶ, ମେଘର ଘୋଘର ଗର୍ଜନ, ପବନର ଢେଉରେ ପଲଟୁଛି ଫର୍ଦ୍ଦ, ହଜିଯିବାର ଚେଷ୍ଟାରେ ମଧୁଲିତା ଏ ସନ ବର୍ଷା ଋତୁରେ। ଛାତି ତଳ ଅନ୍ଧାରରେ ଶୁଭୁଥିବା ପାଦଧ୍ୱନିକୁ ସଜେଇ ଦିଏ କାଗଜ ଡଙ୍ଗାରେ। ବର୍ଷା ଝରରେ ଭସେଇ ଦେଇ ମିଛ ହସଟେ ହସେ, ମୁହଁ ମୋଡ଼ି କୁହେ ଯାରେ ଭାସି ଭାସି ଯା ଆରସନକୁ ଆଉ ନ ଆ। ମୁହଁ ମୋଡ଼ି କୁହେ ଯାରେ ଭାସି ଭାସି ଯା ଆରସନକୁ ଆଉ ନ ଆ। ରୁଦ୍ଧ କଣ୍ଠକୁ ସମ୍ଭାଳି ଆଖି ମୁଦି ଦିଏ। ବାଜି ଲାଗିଛନ୍ତି ଆଜି ସେ ଚନ୍ଦ୍ରଭାଗାର ସଞ୍ଜ ବେଳ, ଆଉ ନିର୍ଧୁମ ବର୍ଷାରେ ଓଠର ଉଷ୍ମତା ଯେଉଁଠି ମଧୁଲିତା ହାରିଥିଲା ନିଜକୁ। ମନ ଦେଇ ମନ, ପ୍ରେମ ଦେଇ ପ୍ରେମ, କ୍ରମଶଃ ଦେହ ଦେଇ ଦେହ ଓ କ୍ଷଣିକରେ ଆକସ୍ମିକ ପୂର୍ଣ୍ଣଚ୍ଛେଦ। ମନ ଦେଇ ମନ, ପ୍ରେମ ଦେଇ ପ୍ରେମ, କ୍ରମଶଃ ଦେହ ଦେଇ ଦେହ ଏବଂ କ୍ଷଣିକରେ ଆକସ୍ମିକ ପୂର୍ଣ୍ଣଚ୍ଛେଦ। ନୀଳବର୍ଣ୍ଣ ଆଖିରେ ଝଲସୁଛି ନୀରବ ଯନ୍ତ୍ରଣା, ନୀରବି ଯାଉଛି ଅତୀତର ଅପୂର୍ଣ୍ଣ ଛାୟା ଅନେକ ଅନିଦ୍ରା ରାତି ଉତ୍ତାରେ। ତଥାପି ନିଜକୁ ସଜାଡ଼ୁଛି ମଧୁଲିତା ହା ହା ହେଇ ହସିବାକୁ ଏ ବର୍ଷା ରାତିରେ। ବିଜୁଳି ଚମକରେ ଚମକୁଥିବା ଛାତି ଆଜି ବେଶ୍ ଶାନ୍ତ। ଅଭାବ ବୋଧ ନାହିଁ ଆଉ ଯିବାର। ବର୍ଷାର ଧାରା ଧୋଇ ନେଉଛି ଧୀରେ ଧୀରେ ସବୁତକ ବାସ୍ନା ଆର ଛାତିର। ଏବେ ମଧୁଲିତାର ନିରାପଦ ନିବାସ ଏଇ କେବଳ ଧୂସର ଆକାଶ। ବଢ଼ୁଛି ବର୍ଷା, ଆଉ ଏ ବର୍ଷାରେ ହଜୁଛି ମଧୁଲିତା। ହସ, ଲୁହ, କୋହ, ଯନ୍ତ୍ରଣାକୁ ପାରି ହୋଇ। ବଢ଼ୁଛି ବର୍ଷା, ଆଉ ଏ ବର୍ଷାରେ ହଜୁଛି ମଧୁଲିତା। ହସ, ଲୁହ, କୋହ, ଯନ୍ତ୍ରଣାକୁ ପାରି ହୋଇ ସେ ଭିଜୁଛି ମୁକ୍ତ ହେବାକୁ। ସେ ନାଚୁଛି ଅସ୍ତିତ୍ୱ ଜାହିର କରିବାକୁ। ସେ ହସୁଛି ଲୁହକୁ ମାତ ଦେବାକୁ। ନିଶବ୍ଦ ଝଙ୍କାରରେ ଶୁଭୁଛି ଏକ ଅଦୃଶ୍ୟ ଅନ୍ତର୍ମୁଖୀ ଯୁଦ୍ଧର ଆହ୍ୱାନ। ନିଶବ୍ଦ ଝଙ୍କାରରେ ଶୁଭୁଛି ଏକ ଅଦୃଶ୍ୟ ଅନ୍ତର୍ମୁଖୀ ଯୁଦ୍ଧର ଆହ୍ୱାନ। ଧନ୍ୟବାଦ। ଧନ୍ୟବାଦ ନିଶି ପଦ୍ମାଙ୍କୁ। ଆମର ପରବର୍ତ୍ତୀ କବି ଆଶିଷ ମିଶ୍ର ହୁଏତ ଆମ ଗହଣରେ ନାହାନ୍ତି, କିନ୍ତୁ ଆଶିଷ ମିଶ୍ର ଆମ ସମୟର ଜଣେ ଭୟଙ୍କର କବି, ଭୟଙ୍କର ଭାବରେ ମାରାତ୍ମକ କବି। ତେଣୁ ମୁଁ ଆଇ ୱୁଡ୍ ଟେକ୍ ଦ ପରମିଶନ୍ ଅଫ୍ ଦ ଚେୟାର ଟୁ ରିସାଇଟ୍ ୱାନ୍ ଅଫ୍ ହିଜ୍ ସର୍ଟ ପୋଏମ୍ସ। ନିହାତି ଶୁଣିବା କଥା ଆଶିଷ ମିଶ୍ରଙ୍କୁ, ନିହାତି ପଢ଼ିବା କଥା। ଆଶିଷ ମିଶ୍ରଙ୍କ ଘର ସୁବର୍ଣ୍ଣପୁରରେ, ସୋନପୁରରେ, ତେଲେଣ୍ଡାରେ। ଓଡ଼ିଆରେ ସ୍ନାତକୋତ୍ତର, କବିତା ବହି, ଗୀତ ଗାରେ ପକ୍ଷୀ, ନଈକି ଯିବା ଆସ, ଯା କହିଲେ ଯିବିନି। ପାଇଥିବା ପୁରସ୍କାର ଭିତରେ କଥାନବ ପ୍ରତିଭା ପୁରସ୍କାର, କାଦମ୍ବିନୀ କବିତା ଉନ୍ମେଷ ପୁରସ୍କାର, ପ୍ରତିଭା ଶତପଥୀ କବିତା ପୁରସ୍କାର। କବିତା ନାଁ ହେଲା ଘର କଥା। କୁଟା କାଠିରେ ହଉ ପଛକେ, କେହି ଗଢ଼ୁଥିଲା ବେଳେ ଘର ବଢ଼େଇ ଦେବା କଥା ହାତ। କୁଟା କାଠିରେ ହଉ ପଛକେ, କେହି ଗଢ଼ୁଥିଲା ବେଳେ ଘର ବଢ଼େଇ ଦେବା କଥା ହାତ। କେହି ଯଦି ଗୋଟିଏ ଘର ଭିତରେ ଚାହୁଁଥିବ ତାର ସାରାଟା ପୃଥିବୀ ରଖିବାକୁ, ସବୁବେଳେ ଘରର ଆକାର ଚାରିକୋଣିଆ ହବାଟା ନିହାତି ଗୋଟେ ଅବାନ୍ତର କଥା ନୁହଁ। ସମସ୍ତେ ମନେ ରଖିବା ଉଚିତ, କେହି ଘର ଗଢ଼ିବାର କଥା କହିଲେ ତାକୁ ଘର ଭାଙ୍ଗିବାକୁ ଇଚ୍ଛା ହେବ ନାହିଁ। ଯେଉଁ ଆକାରରେ ସେଇ ଆକାର ଦେବୁ ବୋଲି କହିବାକୁ ହେବ। ଚଢ଼େଇ ବସେଇ ପାରେ ନା ଶିକାରୀ ପାଇଁ ଫାସ, ଗଛ ଅମଣିଷ ଦେଖି ବନ୍ଦ କରେ ନା ଅମ୍ଳଜାନ। ଘର ଆଗରେ ତାଲା କାହିଁକି ଦିଏ ମଣିଷ? ଚଢ଼େଇ ବସେଇ ପାରେ ନା ଶିକାରୀ ପାଇଁ ଫାସ, ଗଛ ଅମଣିଷ ଦେଖି ବନ୍ଦ କରେ ନା ଅମ୍ଳଜାନ। ଘର ଆଗରେ ତାଲା କାହିଁକି ଦିଏ ମଣିଷ? ଘର ଆଗରେ ତାଲା ଦେଖି ଫେରି ଯାଉଥିବା ପଡ଼ୋଶୀ ବି
ନେଉ କେବେ ନିଜ ଇଚ୍ଛାରୁ ଅଧିକା ଫୁଲ ତୋଳି ତା ଦଧିବା ମନ ପାଇଁ। କେବେ ତାଲା ହିଁ ଅଲଗା କରି ନ ଦଉ ତୁଣ ନୁଣର ସମ୍ପର୍କକୁ। ଘର ନ ହଉ ଗୋଟେ ଦୁଃଖୀ ଲୋକର ମନ୍ଦିର। ମାଗିବା କି ଯାଚିବାର ହାତଟିଏ ଲମ୍ବି ଆସୁଥାଉ ଘର ଭିତରକୁ। କୁଟା କାଠିରେ ହଉ ପଛକେ କେହି ଗଢ଼ୁଥିଲା ବେଳେ ଘର ବଢ଼େଇ ଦେବା କଥା ହାତ। କେବେ କେବେ ଝଡ଼ ନ ହେଲେ ବି ଖୁବ୍ ନୀରବରେ ଭାଙ୍ଗିଯାଏ ଘର। ଧନ୍ୟବାଦ। ଆଶିଷ ଭାଇଙ୍କର ବହି ଆପଣ ନିହାତି ଖୋଜନ୍ତୁ, ନିହାତି ପଢ଼ନ୍ତୁ। ଆମର ଆଶିଷ କୁମାର ମିଶ୍ର, ସୁବର୍ଣ୍ଣପୁରର ତାଙ୍କ ଘର। ଆମର ପରବର୍ତ୍ତୀ କବି ଜ୍ୟୋତ୍ସ୍ନାରାଣୀ ସାହୁ ଆମ ଗହଣରେ ଅଛନ୍ତି ନାହାନ୍ତି? ଆଚ୍ଛା, ତାହେଲେ ମୁଁ ଅନୁରୋଧ କରିବି ମନୁ ଦାସକୁ ଦୟାକରି ମଞ୍ଚ ଉପରେ ଆସିବେ, ଯଦି ଆମ ସହିତ ଦୀପଦ କଥା ଆପଣ କହିବେ। ଆମର ଏଇଥିରେ ଯେତକ କବି ଥିଲେ ସମସ୍ତଙ୍କୁ ଆପଣ ଗୋଟିଏ ପ୍ଲାଟଫର୍ମରେ ଧରି ରଖିଛନ୍ତି, ସେଥିପାଇଁ ଆପଣଙ୍କୁ କୃତଜ୍ଞତା। ଏବଂ ଏତେ ଗୁଡ଼ାଏ ଭଲ କବିତା ମୁଁ ଏକା ସାଙ୍ଗରେ ପଢ଼ିଛି, ସେଥିପାଇଁ ମୋର ଶେଷ 2-3 ଦିନ ବହୁତ ଭଲରେ ଯାଇଛି, ସେଥିପାଇଁ ମଧ୍ୟ ଆପଣଙ୍କୁ କୃତଜ୍ଞତା। ଆପଣ ବହି ଆପଣଙ୍କର ପ୍ରକାଶନରେ ଛାପିଛନ୍ତି ଏବଂ ଏତେ ସହୃଦୟତାର ସହିତ ଏ ଆୟୋଜନଟି କରିଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରିବି ଆପଣ ମଞ୍ଚକୁ ଆସିବେ, ଯଦି ଏ ବହି ବିଷୟରେ ମଧ୍ୟ ଯଦି ଦୀପଦ କହିବାକୁ ଚାହିଁବେ। ଏ କବିତା ପାଠୋତ୍ସବ ଗୋଟେ ଅଲଗା ଗୋଟେ ପୃଥିବୀକୁ ମୋତେ ନେଇଯାଇଥିଲା। ମଝିରେ ମଝିରେ ଯେତେବେଳେ ମୁଁ ଏ କବିତା ସେ ପୃଥିବୀରୁ ଫେରି ଆସୁଥିଲି, ମୋର ଆଖିରେ ପଡ଼ୁଥିଲା ଇଏ ବ୍ୟାଗ୍ଟା କାହାର। କାହିଁକିନା ବେଳେବେଳେ ସନ୍ଦେହ ଲାଗେ, କୁହାଯାଏ ଲାୱାରିସ୍ ବ୍ୟାଗ୍କୁ ଆପଣମାନେ ଛୁଇଁବେନି ବାହାରେ କାଠି, ତେଣୁ ସେଇ ଅବସ୍ଥାରେ ମୁଁ ଥିଲି। ଏନିହାଉ ମୋତେ when a word fails silence talks a lot ବୋଲି ଗୋଟେ କୁହାଅଛି। ଆଉ ସେ ତ ମାତ୍ର 4 ଦିନରେ ତନ୍ମୟ ଭିତରେ ରହିଲେ, ମୁଁ ମିନିମମ୍ 44 ଦିନ ତନ୍ମୟତା ଭିତରେ ଥିଲି। ସେଇଟା ମୋର ଲାଭ। ତାର କାରଣ ହେଉଛି ମୋତେ ସେ କବିତା ପଢ଼ିଲି, ସମସ୍ତଙ୍କ ସହିତ ମୋର ସମ୍ପର୍କ ଯୋଡ଼ିଲି। ଯେତେ କବି ଆସିଛନ୍ତି କିମ୍ବା ନ ଆସିଛନ୍ତି, ତା ଭିତରୁ 3-4 ଜଣଙ୍କୁ ଛାଡ଼ିଦେଲେ ମୁଁ କାହା ସାଙ୍ଗେ ଦେଖା କେବେ ବି ହେଇନଥିଲା। ମୁଁ ବହୁତ ଖୁସି। ଏଇଟା ଏ ପ୍ରକାର ସୁଯୋଗ ମୋତେ ପ୍ରଦୋଷ ଭାଇ ହିଁ ଦେଲେ। ଆଉ ଆଗାମୀ ଦିନରେ ଆମର ଗୋଟେ ଇଚ୍ଛା ଅଛି, ଧଉଳି ବୁକ୍ସ ତରଫରୁ 100 ଜଣ ପ୍ରତ୍ୟାହ୍ୱାନ ଯୁବକବିଙ୍କୁ ନେଇକରି ଗୋଟେ ସଂକଳନ କରିବୁ। ତାର ହିନ୍ଦୀ ଅନୁବାଦ କରିବୁ, ଇଂରାଜୀ ତଥା ଅନ୍ୟାନ୍ୟ ଭାଷାରେ। କାରଣ ମୁଁ ଯେତେବେଳେ ଅନ୍ୟାନ୍ୟ ଭାଷାରେ କହେ, ଲୋକେ ଏବେ ଆଜିକାଲି ବିଶ୍ୱାସ କରିବା ଆରମ୍ଭ କରିଛନ୍ତି। ତାର କାରଣ ହେଉଛି ମୁଁ କିଛି ଅନ୍ୟାନ୍ୟ ଭାଷାରେ ଅନୁବାଦ କରିବାରେ ସଫଳ ହେଇଛି, ଅନ୍ୟ ଦେଶରେ ଅନ୍ୟ ରାଜ୍ୟରେ ସଫଳ ହେଇଛି। ତେଣୁ ମୋର ଏକମାତ୍ର ଉଦ୍ଦେଶ୍ୟ, ଯାହା ପ୍ରଦୋଷ ଭାଇଙ୍କର ମଧ୍ୟ ସ୍ୱପ୍ନ, ଆମ ପିଲାମାନେ ଆଜି ସକାଳେ ଯେତେବେଳେ କଥା ହେଉଥିଲେ କୁର୍କୋଭ ସହିତ, ସେ ଆମେ ସମସ୍ତେ କହିଲେ ଗର୍କି ଲେଖିଥିଲେ, ଟଲଷ୍ଟୟ ଲେଖିଥିଲେ, କି ଲଲିତା ଯେଉଁ ଲେଖିଥିଲେ ଆମର କିଏ ଲେଖିଥିଲେ ନବକୋଭ ଇତ୍ୟାଦି ଇତ୍ୟାଦି। ଆମେ ରସିଆନ୍ ବହି ଆମ କଲେଜରେ ଯେତେବେଳେ ପଢ଼ୁଥିଲୁ ବହୁତ ଶସ୍ତାରେ ଓ ବହୁତ ସୁନ୍ଦର କାଗଜରେ ମିଳୁଥିଲା। ଆପଣମାନଙ୍କୁ ସେଇଟା ଆଜିକାଲି ମିଳୁନି। ଏବଂ ଆମେ ଏତେ ସୁଲଭ ଏବଂ ଶସ୍ତାରେ ଏବଂ ଏତେ ସୁନ୍ଦର ଭାବରେ ସେ ବହି ମିଳୁଥିଲା, ତେଣୁ ଆମକୁ ପଢ଼ିବାର ସୁଯୋଗ ଥିଲା। ତେଣୁ ଆମ ପିଲାଙ୍କର ଯେଉଁ ଟ୍ୟାଲେଣ୍ଟ ଅଛି, ଯେଉଁ ସେନ୍ସିବୁଲ୍ ପୋଏଟ୍ସ ଆର୍ ଦେୟାର, ସେମାନଙ୍କୁ ଆଗକୁ ନେବା ମଧ୍ୟ ଆମର ଗୋଟେ ଦାୟିତ୍ୱ। ଅତୀତରେ ଅନେକ ଲୋକ ସେ କାମ କରିନାହାନ୍ତି ଯାହା କରିବା କଥା। ଆଜି ଯଦି ଆମ ସାହିତ୍ୟରେ ଅନ୍ୟ ଭାଷାରେ ଜାଣିପାରୁନାହାନ୍ତି, ମୁଁ ଆପଣମାନଙ୍କୁ କହିବି, ଏବେ ଖୁବ୍ କମ୍ ଦିନ ତଳେ ଜଣେ ଭଦ୍ର ବ୍ୟକ୍ତି ମରାଠା ଜଣେ ମହାରାଷ୍ଟ୍ରରୁ ପଢ଼ୁଥିଲେ ଆମର ଦି ବୁକ୍ ଅଫ୍ ଓଡ଼ିଆ ଲିଟରେଚର୍। ସେ କହିଲେ ଯେ ମୁଁ ଏତେ ସୁନ୍ଦର ଓଡ଼ିଆ ସାହିତ୍ୟ ଅଛି ବୋଲି କେବେ ଆଗରୁ ଜାଣିନଥିଲି। ମୁଁ ଭାବୁଛି ସେଇଟା ବୋଧେ ଆମ ପାଇଁ ବହୁତ ବଡ଼ ପୁରସ୍କାର ଥିଲା। ତାର କାରଣ ହେଉଛି ଓଡ଼ିଶା ବାହାରେ ଯଦି ଆପଣମାନଙ୍କର ପରିଚୟ ଦେବାକୁ ହେବ, ତାହେଲେ ଆପଣଙ୍କୁ ଭଲ ବହି, ଭଲ କବିତାର ବା ଭଲ ଗଳ୍ପର କି ଭଲ ନାଟକର ଅନୁବାଦ ନିହାତି ଜରୁରୀ। ଆଉ ଯେହେତୁ ମୁଁ ଏତେ କବିମାନଙ୍କୁ ଶୁଣିଲି, ମୋର ଟିକେ ବି ଈର୍ଷା ହେଲା ଯେ ଆରେ ମୁଁ ବି ଟିକେ କମ୍ ବୟସ୍କ ହେଇଥାନ୍ତି କି। ମୁଁ ତ ସମସ୍ତଙ୍କ ଭିତରେ ଟିକେ ହେଲା। ଆଉ କବିର ତ ପ୍ରାୟ ବୟସ ନଥାଏ। ଯଦି ମୋତେ
ଦୟାକରି କହିବେ ତାହେଲେ ମୁଁ ମୋତେ ଅନୁମତି ଦେବେ ତାହେଲେ ମୁଁ ବି ଗୋଟେ କବିତା ପଢ଼ିକିରି ଟିକେ ମସଗୁଲ ହେଇଯିବି ଗୋଟେ ମିନିଟ୍ ପାଇଁ। ଆପଣମାନଙ୍କୁ ତ ଅଲରେଡ଼ି ମୋ ବିଷୟରେ ସଂକ୍ଷେପରେ କହିଦେଇଛନ୍ତି ମୋର ବନ୍ଧୁ ଇଏ ଶ୍ୟାମାପ୍ରସାଦ ଚୌଧୁରୀ ଯେ ମୁଁ ଅନାମ କବିତା ଲେଖେ। ସେ ବିଷୟରେ ତ ଆଉ ଅନେକ ପ୍ରସଙ୍ଗ। ମୁଁ ଗୋଟିଏ ଅନାମ କବିତା ବିଭିନ୍ନ ଜାଗାରେ ପଢ଼ିଛି, ସେଇଟା ଆପଣମାନଙ୍କୁ ଶୁଣେଇବି। ବାଘ ଶୋଇଥିଲା ନିଘୋଡ଼ ନିଦରେ ମିରିଗ କରିଲା ନାଟ। ବାଘ ଶୋଇଥିଲା ନିଘୋଡ଼ ନିଦରେ ମିରିଗ କରିଲା ନାଟ। ଅମୁହାଁ ଦେଉଳେ ମୁହନ୍ତ ଦିଶୁନି ହେଲେ ଚାରିଆଡ଼େ ଖାଲି ଫାଟ। ଭଲା ସମୟରେ ଭାଲୁ ଧରିଅଛି ଗୁରୁକୁ ବଳିଲା ଚାଟ। ସଙ୍ଗତରେ ରସି ପଙ୍ଗତରେ ବସି ହେଲି ଖାଲି ଲୋକ ହସା। ନେତ ନେତ ବୋଲି ନେତାଏ ବାଉଳା ଶକୁନିକୁ ଡର ପଶା। ସମୟ ଗାଉଛି ପଦ୍ମ ତୋଳାତ ସାପ ଖୋଜୁଅଛି ବାଟ। ବାଘ ଶୋଇଥିଲା ନିଘୋଡ଼ ନିଦରେ ମିରିଗ କରିଲା ନାଟ। ଭଲା ଅମୁହାଁ ଦେଉଳେ ମୁହଁ ତ ଦିଶୁନି ହେଲେ ଚାରିଆଡ଼େ ଖାଲି ଫାଟ। ଯାହା ତ ଧରିଲି ସିଏ ଆଡ଼େଇଲା ଜୀବନ ତ ଦୋଚାରୁଣୀ। କହରେ କାଳିଆ ପିମ୍ପୁଡ଼ି ହାତୀ ଗଳିଗଲା ପିମ୍ପୁଡ଼ି ରହିଲା କେମିତିଆ କଲୁ ଗୁଣି। ବୁଦ୍ଧ କହି ବୁଦ୍ଧି ହଜିଗଲା ନଈକୁ ଗିଳିଲା ଘାଟ। ବାଘ ଶୋଇଥିଲା ନିଘୋଡ଼ ନିଦରେ ମିରିଗ କରିଲା ନାଟ। ଅମୁହାଁ ଦେଉଳେ ମୁହଁ ତ ଦିଶୁନି ହେଲେ ଚାରିଆଡ଼େ ଖାଲି ଫାଟ। ଭଲା ସମୟରେ ଭାଲୁ ଧରିଅଛି ଗୁରୁକୁ ବଳିଲା ଚାଟ। ଚତୁରେ ଚତୁରେ ସର୍ବେ କୋଳାକୋଳି ଠିକଣା ବେଳକୁ ନାହିଁ। ମିତକୁ ଠକୁଛି ମିତଣୀ ଏବେ ତ ନୀଳଚକ୍ର ଆଡ଼େ ଚାହିଁ। ଧନ୍ୟ ସେ ପିରତି ଧନ୍ୟ କରାମତି ସୁନସାନ କଳାହାଟ। ବାଘ ଶୋଇଥିଲା ନିଘୋଡ଼ ନିଦରେ ମିରିଗ କରିଲା ନାଟ। ଅମୁହାଁ ଦେଉଳେ ମୁହଁ ତ ଦିଶୁନି ହେଲେ ଚାରିଆଡ଼େ ଖାଲି ଫାଟ। ଭଲା ସମୟରେ ଭାଲୁ ଧରିଅଛି ଗୁରୁକୁ ବଳିଲା ଚାଟ। ମାନକୁ ଉଦ୍ଧାର କରିବା ଆଶାରେ ଗୋଟାଉଛି ମାନପତ୍ର। କାନ୍ଥ ଭରିଗଲା ସଜାଉ ସଜାଉ ସାଉଁଟେ ଜୀବନ ମନ୍ତ୍ର। ଆଜି ଚାଲିଗଲେ କାଲିକି ଦିଦିନ ବାହାଘର ପରେ ବେଦୀ ମୁହଁ ପୋଡ଼ା କାଠ। ବାଘ ଶୋଇଥିଲା ନିଘୋଡ଼ ନିଦରେ ମିରିଗ କରିଲା ନାଟ। ଅମୁହାଁ ଦେଉଳେ ମୁହଁ ତ ଦିଶୁନି ହେଲେ ଚାରିଆଡ଼େ ଖାଲି ଫାଟ। ଭଲା ସମୟରେ ଭାଲୁ ଧରିଅଛି ଗୁରୁକୁ ବଳିଲା ଚାଟ। ପଢ଼ୁଥା ବସି ପାଠ ବାଇମନ ନହେଲେ ବାଜିବ ଛାଟ। ନମସ୍କାର। ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଧୈର୍ଯ୍ୟର ସହ ଶୁଣିଥିବାରୁ। ଆଉ ଆମ ସମସ୍ତଙ୍କର ବିଚାର କହୁଛନ୍ତି ପ୍ରଦୋଷ ଭାଇ ଚୁପଚାପ ବସିକି ଶୁଣୁଛନ୍ତି। ଆଉ ପରବର୍ତ୍ତୀ ସମୟରେ ସେ ତାଙ୍କ କ'ଣ ଯାହା କହିବେ ଆପଣମାନଙ୍କ କାର୍ଯ୍ୟକ୍ରମ ଆଗେଇ ନିଅନ୍ତୁ। ଆମର ଗହଣରେ ଯେତେ କବି ଯୁବକବି ଉପସ୍ଥିତ ଥିଲେ ସମସ୍ତଙ୍କର କବିତା ଆମେ ଶୁଣିଲେ। ସମସ୍ତଙ୍କୁ ମୁଁ ଆଉ ଥରେ ଧନ୍ୟବାଦ ଦେଉଛି ଏବଂ ସମସ୍ତଙ୍କ ପାଇଁ ଆଉ ଗୋଟେ ଥର ଆମେ ଯଦି କରତାଳି ବଜାଇ ପାରିବା। ସମସ୍ତଙ୍କର କବିତା ଶୁଣି ଏବଂ ମୋତେ ଲାଗୁଛି ଗୋଟେ ପରିବେଶ ଏମିତି ତିଆରି ହେଇଛି ଯେଉଁଠି ଓଡ଼ିଆ କବିତା ଉପରେ ଆମେ ଆସ୍ଥା ରଖିପାରିବା।